everyone, welcome you to A2M classes. ପିଲାମାନେ OTT ରିଗାର୍ଡିଂ କ୍ଲାସ ଚାଲୁଅଛି ଯୋଉଟା କି ହଉଛି କ୍ଲାସ 18 ଆଜି। ତ ଆପଣଙ୍କର କଣ୍ଟେଣ୍ଟ ପେପର ହଉଛି ଆପଣଙ୍କର ଡାଟା ରିପ୍ରେଜେଣ୍ଟେସନ ଅଫ ମିଡିଆନ ମୋଡ ଆଣ୍ଡ ଷ୍ଟାଣ୍ଡାର୍ଡ ଡେଭିଏସନ। ତ ଆଜି ଆମେ ଏଇ କଣ୍ଟେଣ୍ଟ ଉପରେ ଡିସ୍କସନ କରିବା। ଯଦି ପିଲାମାନେ ଆପଣ ପ୍ରଥମ ଥର ଭିଜିଟ କରୁଛନ୍ତି ଏଇ ଚ୍ୟାନେଲକୁ ତ ସବସ୍କ୍ରାଇବ କରିନେବେ, ବେଲ ଆଇକନକୁ ପ୍ରେସ କରିନେବେ। ଯେତେବେଳେ କୌଣସି ନୂଆ ଭିଡିଓ ଆମେ ଅପଲୋଡ କରୁଛୁ ଆପଣଙ୍କୁ ନୋଟିଫିକେସନ ମାଧ୍ୟମରେ ମିଳିଯିବ। ତ ପିଲାମାନେ ଦେଖନ୍ତୁ, ଆମେ ଯେତେବେଳେ ମାନେ କୌଣସି ଗୋଟେ ଡେଟା ଆମେ ପାଉଛନ୍ତି ତାକୁ ଆମେ କଣ କରୁଛନ୍ତି ନା ଠିକ ଭାବରେ ଆମେ ତାକୁ କଣ କରୁଛନ୍ତି ନା ରିପ୍ରେଜେଣ୍ଟ କରିବାକୁ ଚେଷ୍ଟା କରିବା। ଯେତେବେଳେ ଗୋଟେ ଟିଚର ତାଙ୍କ ସ୍କୁଲରେ ପିଲାମାନଙ୍କୁ ଇଭାଲୁଏସନ କରୁଛନ୍ତି, ସ୍କୋରିଂ କରୁଛନ୍ତି, ତ ତାଙ୍କ ସ୍କୋରିଂ ବା ପିଲାମାନଙ୍କ ରେଜଲ୍ଟକୁ ତାକୁ ଠିକ ଭାବରେ ଆରେଞ୍ଜମେଣ୍ଟ କରିବାକୁ ପଡେ। ତ ତା ବିଭିନ୍ନ ପ୍ରକାର ମେଥଡ ଅଛି, ସେ ବିଷୟରେ ଆମେ ଜାଣିବା। ତ ଆଜିକାର ଯୋଉ କଣ୍ଟେଣ୍ଟ ରହିଛି ଯୋଉଟା ଡାଟା ରିପ୍ରେଜେଣ୍ଟେସନ ଥ୍ରୁ ଦ ମିନ୍ ମିଡିଆନ ମୋଡ ଆଣ୍ଡ ଷ୍ଟାଣ୍ଡାର୍ଡ ଡେଭିଏସନ ବିଷୟରେ ଆମେ ଜାଣିବା। ତ ହୁଁ, ତ ଆମେ ଏକୁ କଣ କହୁଛନ୍ତି ନା ଯେତେବେଳେ ଅଧିକାଂଶ ସମୟରେ ଆମେ କୌଣସି ବିଷୟରେ ବା ପରୀକ୍ଷାରେ ପିଲାମାନଙ୍କର ହାରାହାରି କୃତିତ୍ୱ ବା ଏଭରେଜ ପରଫର୍ମାନ୍ସ ଯୋଉଟା ଆମେ କାଢିବାକୁ ଚେଷ୍ଟା କରିବା, ତ ସେତେବେଳେ ଆମେ କଣ କରନ୍ତି ନା ବିଷୟରେ ଜାଣିବାକୁ ଆଗ୍ରହୀ ହୋଇଥାଏ। ଦଳର ହାରାହାରି କୃତିତ୍ୱ ତୁଳନାରେ ନିର୍ଦ୍ଦିଷ୍ଟ କେତେକ ପିଲାଙ୍କର କୃତିତ୍ୱ ଜାଣିବା ଏବଂ ବିଭିନ୍ନ ଦଳର ପିଲାମାନଙ୍କର ହାରାହାରି କୃତିତ୍ୱର ତୁଳନା କରି ନିର୍ଦ୍ଦିଷ୍ଟ ପିଲାର ବା ନିର୍ଦ୍ଦିଷ୍ଟ ଦଳର କୃତିତ୍ୱ ବିଷୟ ସମୀକ୍ଷା କରିବା ପାଇଁ ପରିସଂଖ୍ୟାନର ଯେଉଁ ପଦ୍ଧତି ବା ସୂତ୍ର ପ୍ରୟୋଗ କରାଯାଏ ତାହାକୁ କେନ୍ଦ୍ରୀୟ ପ୍ରବଣତାର ମାପକ କୁହାଯାଏ, ବା ଇଂଲିଶରେ ଆମେ କହୁଛନ୍ତି ମେଜର ଅଫ ସେଣ୍ଟ୍ରାଲ ଟେଣ୍ଡେନ୍ସି। ଏଭରେଜ କାଢିବାକୁ ହବ ପିଲାମାନଙ୍କ ଭିତରେ। ସମସ୍ତ ପିଲା ପରୀକ୍ଷା ଦେଲେ ତାଙ୍କର ହାରାହାରି ପରଫର୍ମାନ୍ସ ଆମେ କାଢିବାକୁ ପଡିବ କିଛି ପିଲାଙ୍କର, ବା କିଛି ପିଲାଙ୍କର କେତେ ହାରାହାରି ପରଫର୍ମାନ୍ସ ରହିଲା। ତ ସେଥିପାଇଁ କୁହାଯାଏ କଣ, ମେଜର ଅଫ ସେଣ୍ଟ୍ରାଲ ଟେଣ୍ଡେନ୍ସି। ତ ବିଭିନ୍ନ ପ୍ରକାର ମେଥଡ ଅଛି, ଆମେ ଜାଣିବା। ତ କେନ୍ଦ୍ରୀୟ ପ୍ରବଣତାର ତିନୋଟି ମାପକ ରହିଛି, ବା ଆମେ କହୁଛନ୍ତି କଣ, ମେଜର ଅଫ ସେଣ୍ଟ୍ରାଲ ଟେଣ୍ଡେନ୍ସି ଇଜ ଥ୍ରୀ ଟାଇପ୍ସ। ଗୋଟେ ଆମେ କହୁଛନ୍ତି ମାଧ୍ୟ, ବା ଆମେ ତାକୁ କହୁଛନ୍ତି କଣ, ଦ ମିନ୍ ଆମେ କହୁଛନ୍ତି। ତାପରେ ଆମେ କହୁଛନ୍ତି ଦ ମିଡିଆନ, ବା ଆମେ ତାକୁ ମାଧ୍ୟମା କହୁଛନ୍ତି। ଗରିଷ୍ଠକ ମାନ, ବା ଆମେ ତାକୁ ଦ ମୋଡ କହୁଛନ୍ତି। ପିଲାମାନେ ଆପଣଙ୍କର ଯୋଉ ଓଟିଟି ଏକ୍ସାମ ଅଛି, ଏଥିରେ ଆପଣଙ୍କ କ୍ୱେଶ୍ଚିନ୍ ଆସିବ ଏଇ ପେପରରୁ। ଆପଣ ହୁଏତ କୌଣସି ଗୋଟେ ପ୍ରୋବ୍ଲେମ ଦେଇକି ଆପଣଙ୍କୁ କ୍ୱେଶ୍ଚିନ୍ ପଚାରିଦେବ ସଲ୍ଭ କରିବା ପାଇଁ, ତ ଆପଣଙ୍କୁ ଫର୍ମୁଲା ଜାଣିଥିବା ଦରକାର, କିମ୍ବା ତାର ଫର୍ମୁଲାଟେ ପଚାରିଦବ। ତ ପ୍ରିଭିୟସ ଇୟର ଓଟିଟି ଏକ୍ସାମରେ ଏଇ କଣ୍ଟେଣ୍ଟ ରୁ ବହୁତ ହି କ୍ୱେଶ୍ଚିନ୍ ଆସିଥିଲା। ତ ଆପଣ ମାନେ ଏଟାକୁ ନିହାତି କ୍ଲାସଟି କରିବା ଦରକାର, ସ୍କିପ୍ କରିବେନି, ସମ୍ପୂର୍ଣ୍ଣ ରୂପେ ଦେଖନ୍ତୁ, ଆରାମସେ ବୁଝି ହବ। କୌଣସି କ୍ୱେଶ୍ଚିନ୍ ଆସିବ ଆପଣ ଆରାମସେ କରିପାରିବେ। ତ ଏଥିରେ ଆପଣଙ୍କର ମିନ୍ ରୁ କ୍ୱେଶ୍ଚିନ୍ ଆସିପାରେ, ମିଡିଆନ ରୁ କ୍ୱେଶ୍ଚିନ୍ ଆସିପାରେ, ମୋଡ ରୁ ଆସିପାରେ। କ୍ୱେଶ୍ଚିନ୍ ରେ ଆପଣଙ୍କର ଯୋଉଟା କି ଆପଣଙ୍କର ଫର୍ମୁଲା ପଚାରିପାରେ। ତ ଏ ସବୁ ଉପରେ ଆପଣଙ୍କୁ ଜାଣିବା ଦରକାର ନିହାତି। କ୍ୱେଶ୍ଚିନ୍ ଆସିବ ଆପଣଙ୍କୁ, ଗୋଟେ ମାର୍କ ବହୁତ ଇମ୍ପୋର୍ଟାଣ୍ଟ ହେଲା। ତ ଆପଣ ଏଟାକୁ ଭଲ ଭାବରେ କ୍ଲାସ ଟି କରନ୍ତୁ ହେଲା। ତ ଆମେ ପ୍ରଥମେ ଜାଣିବା କଣ, ମାଧ୍ୟମ ବା ମିନ୍ ବିଷୟରେ ଆମେ ଜାଣିବା। ତ ମାଧ୍ୟ ବା ମିନ୍ ଆମେ କାହାକୁ କହିବା, ଆମକୁ ଟିକେ ଜାଣିବା ଦରକାର। ଆପଣଙ୍କୁ ଏ ଷ୍ଟେଟମେଣ୍ଟ ବେସରେ କ୍ୱେଶ୍ଚିନ୍ ପଚାରେ। ତ ଲବ୍ଧାଙ୍କ ଗୁଡିକର ହାରାହାରି ପରିମାପକୁ ମାଧ୍ୟ କୁହାଯାଏ। ବା ଲବ୍ଧାଙ୍କ ମାନେ ଯେତେବେଳେ ଗୋଟେ ଡାଟା ସିଟ୍ ଦେଇଛି, କେତେ ପିଲା ଅଛନ୍ତି, 10 ଜଣ ପିଲା ଅଛନ୍ତି, 20 ଜଣ ପିଲା ଅଛନ୍ତି, ଲବ୍ଧାଙ୍କ କୁହାଯାଏ। ତ ସେଇ ପିଲାମାନଙ୍କର ହାରାହାରି ତାର ମାପକୁ କାଢିବା ହଉଛି କଣ, ନା ମିନ୍ ବା ମାଧ୍ୟ କୁହାଯାଉଛି। ତ ମାଧ୍ୟ କିପରି ନିର୍ଣ୍ଣୟ କରାଯାଏ? ମାଧ୍ୟ ନିର୍ଣ୍ଣୟ କରିବା ପାଇଁ ହେଲେ ତିନୋଟି ସୂତ୍ର ଅଛି। ଲବ୍ଧାଙ୍କ ଗୁଡିକୁ ପୃଥକ ପୃଥକ ଭାବରେ ଶ୍ରେଣୀବଦ୍ଧ ନ ହୋଇ ଲେଖା ଯାଇପାରେ, କିମ୍ବା ସେଗୁଡିକ ଶ୍ରେଣୀବଦ୍ଧ ହୋଇ ସମ୍ଭବ ବା କ୍ଲାସ ଇଣ୍ଟରଭାଲ ମାଧ୍ୟମରେ କରାଯାଏ, ପ୍ରକାଶିତ ହୋଇପାରେ। ତେଣୁ ତଦନୁସାରେ ସୂତ୍ର ବିଭିନ୍ନ ପ୍ରକାର ହୋଇଥାଏ। ଶ୍ରେଣୀବଦ୍ଧ ହୋଇ ଲବ୍ଧାଙ୍କ ଗୁଡିକ ସମ୍ଭାବରେ ପ୍ରକାଶ ହୋଇଥିଲେ ମଧ୍ୟ ମାଧ୍ୟ ଦୁଇଟି ପଦ୍ଧତି ଦ୍ଵାରା ନିର୍ଣ୍ଣୟ କରାଯାଇଥାଏ। ଗୋଟେ ହଉଛି ଲଙ୍ଗ ମେଥଡ, ଆଉ ଗୋଟେ ଲଙ୍ଗ ମେଥଡ ଆମେ କହୁଛନ୍ତି, ଆଉ ଗୋଟେ ହଉଛି କଣ, ସର୍ଟକଟ ମେଥଡ ଆମେ କୁହାଯାଏ। ତା ମାନେ ଦି ପ୍ରକାର ଦେଇ ଜେନେରାଲି ଆପଣ ସିରିଆଲି ଗୋଟେ ଦେଇଛି 10, 20, 50 ଏମିତି କରିକି, ବା ଆପଣ 1 ରୁ ନେଇକି ସିରିଆଲି ଦେଇଛି। ଆଉ ଗୋଟେ ହଉଛି କ୍ଲାସ ଇଣ୍ଟରଭାଲ ଦେଇଥିବ 10 ରୁ 20, 20 ରୁ 30 ଏପରିକି ଦେଇଥିବ। ତ ଏଇ ସବୁ ମାଧ୍ୟମରେ ଆମେ ଆଗକୁ ଜାଣିବା। ତ ଆପଣ କ୍ଲାସ ଟି କଣ୍ଟିନ୍ୟୁ କରନ୍ତୁ, ବୁଝିପାରିବେ ଆରାମସେ। ଆମେ ଏତିକି ଜାଣିବା ଦରକାର ଯେ ମିନ୍ ବା ମାଧ୍ୟ ହଉଛି ଏଭରେଜ କାଢିବାଟା ହଉଛି ୟାର ମାନେ ଏଭରେଜ, ୟାର ହଉଛି କାମ ହଉଛି ଡେଟା ଦେଇଥିବ ତାର ଏଭରେଜ କାଢିବା। ତ ଆପଣଙ୍କର ଜାଣିବା କଣ, ନା ଶ୍ରେଣୀବଦ୍ଧ ହୋଇନଥିବା ଲବ୍ଧାଙ୍କ ଗୁଡିକର ମାଧ୍ୟ ନିର୍ଣ୍ଣୟ କରେ। ଶ୍ରେଣୀବଦ୍ଧ ମାନେ କଣ, ଯେତେବେଳେ କୌଣସି କ୍ଲାସ ଇଣ୍ଟରଭାଲ ନଥିବ, ବା କାଲକୁଲେସନ ମିନ୍ସ ଫ୍ରମ ଦ ଅନଗ୍ରୁପ ଡାଟା, ଗ୍ରୁପ ହେଇନଥିବ, ଅନଗ୍ରୁପ ଥିବ, ସିଙ୍ଗିଲ ଥିବ ଡାଟା, ତା ଦେହରେ କାଢିବା। ତ ମିନ୍ ର ସୂତ୍ର କଣ ଆପଣ ମନେ ରଖିବା ଦରକାର। ମାଧ୍ୟର ସୂତ୍ର କଣ, ନା ସमेସନ ଏକ୍ସ ବାଇ ଏନ୍। ଏକ୍ସ କଣ,
ନା ଆପଣ x ହଉଛି ପୃଥକ ପୃଥକ ଲବ୍ଧାଙ୍କ। 1, 2, 3 କରି ଗୋଟେ ଲବ୍ଧାଙ୍କ ଦେଇଥିବ। ହେଲା। ଆଉ ହଉଛି ଆପଣ ଯେଉଁଠାରେ m ମାନେ ହଉଛି ମାଧ୍ୟ ଆମେ ଜାଣିଛନ୍ତି, ସମେସନ ମାନେ ସମଷ୍ଟି ତାକୁ ମିଶେଇଦବା। ସମଷ୍ଟି ମାନେ ମିଶେଇଦବା। ତ ଯେତିକି ଲବ୍ଧକ ଦେଇଥିବ ବା ଯେତିକି ଡେଟା ଦେଇଥିବ ତାକୁ ଆମେ କଣ କରିବା, ଯେମିତି 1 ଦେଇଛି, 2 ଦେଇଛି, 3 ଦେଇଛି, 4 ଦେଇଛି, ହେଲା, 5 ଦେଇଛି। ତ ୟାକୁ ଟୋଟାଲି ଆମେ କଣ କରିବା, ମିଶେଇଦବା। ହେଲା। ଯେତିକି ହବ ତାପରେ ଆମେ ଧୀରେ ଧୀରେ ଜାଣିବା ଏଇଟା କଣ ହଉଛି। ତାପରେ n ଦେଇଛି ଲବ୍ଧାଙ୍କ ଗୁଡିକର ମୋଟ ସଂଖ୍ୟା। ଲବ୍ଧାଙ୍କର n ହଉଛି ଲବ୍ଧାଙ୍କ ଗୁଡିକ ମୋଟ ସଂଖ୍ୟା। ଏ ପିଲାମାନଙ୍କର ସଂଖ୍ୟାକୁ ଆମେ ବୁଝଉଛନ୍ତି ଯୋଉ ଡାଟା ଦେଇଥିବ। ହେଲା। ତ ତାର n ହଉଛି ମୋଟ ସଂଖ୍ୟା। ମୋଟ ମିଶେଇ ଦେଲା ପରେ ଯେତିକି ବାହାରିବ। ତ ଆମେ ଜାଣିବା ଗୋଟେ ଉଦାହରଣ ଦେଲେ ଆମେ ଜାଣିବା ଯେ 10 ଜଣ ପିଲା ବିଜ୍ଞାନ ପରୀକ୍ଷାରେ ପାଇଥିବା ନମ୍ବର ନିମ୍ନରେ ଦିଆଯାଇଛି। ସେଗୁଡିକ ମାଧ୍ୟ ନିର୍ଣ୍ଣୟ କର। ତ ଆପଣ ଦେଖିପାରିବେ। ତ ଆପଣଙ୍କର ଯୋଉ ଦେଇଛି ଗୋଟେ ଡେଟା ଦେଇଛି, ଆପଣ ଦେଖନ୍ତୁ 45, 52, 63, 70, 50, 44, 48, 50, 54, 54। ତ ଆପଣଙ୍କର ଗୋଟେ ହଉଛି କଣ, 10 ଜଣ ପିଲାଙ୍କର ଡେଟା ଦେଇଛି। 10 ଜଣ ପିଲାଙ୍କର ଯୋଉ ଡେଟା ଦେଇଛି ତା ଦେହରୁ ସେ ପଚାରିଛି ଯେ ଆପଣ ମିନ୍ କାଲକୁଲେସନ ଦ ମିନ୍। ତ ମିନ୍ ଏଭରେଜ ମିନ୍ ବା ଏଭରେଜ ବା ମିନ୍ ଆମେ କାଲକୁଲେସନ କରିବା। ତ ୟା ଫର୍ମୁଲା ଆପଣଙ୍କୁ ମନେ ରଖିବା ଦରକାର। ମିନ୍ ଇଜ ଇକ୍ୱାଲ ଟୁ ସमेସନ ଏକ୍ସ ବାଇ ଏନ୍। ଏଟାକୁ ମନେ ରଖିବାକୁ ପଡିବ। ତ ଯେଉଁଠାରେ m ହଉଛି ମାଧ୍ୟ ଆଉ ସମେସନ x ହଉଛି ଲବ୍ଧାଙ୍କ ଗୁଡିକର ସମଷ୍ଟି, n ହଉଛି ପିଲାଙ୍କ ସଂଖ୍ୟା। ତ ଆମେ ଦେଖିବା ଏତାର ଫାର୍ଷ୍ଟ ଆମକୁ କଣ କରିବାକୁ ପଡିବ ଫର୍ମୁଲା ଅନୁସାରେ। ଫର୍ମୁଲା ଟା ମନେ ରଖିଥିବେ ଆପଣ, ଜାଣିବା ଦରକାର ଏଟା ଦେଇଛି ଅନଗ୍ରୁପ ଡାଟା ଦେଇଛି, ଗ୍ରୁପ ଡାଟା ଦେଇନି। ଯେ 40 ରୁ 50 ଏମିତି କରିକି ଦେଇନି, ଏଟା ଅନଗ୍ରୁପ ଦେଇ ସିଙ୍ଗଲ ସିଙ୍ଗଲ କରିକି ଦେଇଛି। ଏଟାକୁ ମନେ ରଖିବାକୁ ପଡିବ। ତ ସମେସନ x ଦେଇଛି। ସମେସନ x କାଢିବାକୁ ହେଲେ ଆପଣଙ୍କୁ କଣ କରିବାକୁ ପଡିବ, ନା ଆପଣ ଜାଣିଛନ୍ତି ସମେସନ x ହଉଛି କଣ, ନା ଲବ୍ଧାଙ୍କ ଗୁଡିକର ସମସ୍ତେ ଏଇ ଯୋଉ 45, 52 ମିଶେଇ ଦବ, ତାପରେ 63 ମିଶେଇ ଦବ, 70 ମିଶେଇ, ଏଇଭଳିଆ ମିଶେଇ ଦବ। ତ ଦେଖନ୍ତୁ 45 ପ୍ଲସ 52 ପ୍ଲସ 63 ପ୍ଲସ 70 ପ୍ଲସ 50 ପ୍ଲସ 44 ପ୍ଲସ 48 ପ୍ଲସ 50 ପ୍ଲସ 54 ପ୍ଲସ 54। ତ ଆପଣ ଯେତେବେଳେ ୟାକୁ ପୁରା ଟୋଟାଲ ଟାକୁ ମିଶେଇ ଦଉଛନ୍ତି, ଏଟା ବହୁତ ଇଜି, ଏଟାକୁ ବୁଝିବା ବହୁତ ସହଜ। ଆପଣ କଷ୍ଟ, କିଛି ପିଲା କୁହନ୍ତି ଷ୍ଟାଟିଷ୍ଟିକ ବହୁତ କଷ୍ଟ, କିଛି ନୁହେଁ, ବହୁତ ସହଜ। ଆପଣ ଏଠି ବି ପୁରା ସହଜ କଣ୍ଟେଣ୍ଟ ଦେଇଛି, ଆପଣ ମାନେ ଆରାମ ସେ ବୁଝନ୍ତୁ। କିଛି କଷ୍ଟ ନାହିଁ। କିଛି ସିମ୍ପଲ ଡାଟାରୁ କ୍ୱେଶ୍ଚନ ପଚାରିବ। ସିମ୍ପଲ, ବଡ ବଡ ଡାଟାରୁ କ୍ୱେଶ୍ଚନ ପଚାରିଲେ ବହୁତ ସମୟ ଲାଗେ। ଏଟା ଏମସିକ୍ୟୁ ଟେଷ୍ଟ, ତେଣୁ ଆପଣ ସିମ୍ପଲ କ୍ୱେଶ୍ଚନ ହିଁ ପଚାରିବ। ପୂର୍ବ ବର୍ଷ ଦେଖିନେବେ ସିମ୍ପଲ କ୍ୱେଶ୍ଚନ ପଚାରିଛି। ତ ଆପଣଙ୍କର ଏଇଟା ମିଶେଇ ଦେଲା ପରେ ଆପଣ ହେଲା କେତେ, ଇଏ 500, ଆପଣଙ୍କ ହେଲା କେତେ 530 ବା 530 ହେଲା। ତ ଆପଣଙ୍କର ଏଇଟାକୁ ଆପଣ ମିଶେଇ ଦେଲା ପରେ ଏଇଟା ପାଇଗଲେ, ଡେଟା ପାଇଗଲେ। ତ ସमेସନ x ଆମେ ପାଇଗଲେ। ତାପରେ n କେତେ ଜଣ ଅଛନ୍ତି, ମାନେ n ହଉଛି ନମ୍ବର ଆମେ କହୁଛନ୍ତି କଣ, ଯୋଉ ଆମର ଷ୍ଟୁଡେଣ୍ଟସ, ନା ନମ୍ବର ଅଫ ଷ୍ଟୁଡେଣ୍ଟସ ଆମେ କହୁଛନ୍ତି, ବା ଆମେ କହୁଛନ୍ତି ଲବ୍ଧାଙ୍କର ସଂଖ୍ୟା କେତେ। ତ ଆପଣଙ୍କର ହଉଛି 10 ଜଣ ପିଲା ଥିଲେ ତ 10 ହବ, କାହିଁକି 10 ଜଣ ପିଲାଙ୍କର ମାର୍କ ଅଛି। 45 ଗୋଟେ ପିଲାଙ୍କର ମାର୍କ, 52 ଗୋଟେ ପିଲାର ମାର୍କ, 63 ଗୋଟେ ପିଲାର ଯୋଉଟା ବିଜ୍ଞାନ ପରୀକ୍ଷା ଦେଇଥିଲେ ତାଙ୍କର ସବୁ ଗୋଟେ ଗୋଟେ ବିଜ୍ଞାନରେ କେତେ ମାର୍କ ରଖିଛନ୍ତି। ତ 10 ଜଣ ପିଲା ଅଛନ୍ତି, n 10 ଜଣ ତ ଆମେ ପାଇଗଲେ। ତାମାନେ ସମେସନ x ବାଇ n ଆମେ କରିଦବା। ସମେସନ x ବାଇ n କେତେ, 530/10। ତ ଆମେ ତାକୁ ହରିଦେଲେ ଆମେ କେତେ ପାଉଛନ୍ତି, 53 ପାଉଛନ୍ତି। ତ ଆମର ତେଣୁ ମାଧ୍ୟ କେତେ ହେଲା, 53। ବହୁତ ଇଜି, ଏଇଭଳିଆ ଡାଟା ଦେଇଥିବ ତ ଆପଣ ମାନେ କରିପାରିବେ। ହେଲା। ତ ଇଏ ଥିଲା ଆପଣଙ୍କ କଣ, ନା ଅନଗ୍ରୁପ ଡାଟା। ମାନେ ଏଟା ଆପଣ ସିଙ୍ଗଲ ଡାଟା ଦେଇଥିବ। ଗ୍ରୁପ ରେ ଯଦି ଦେଇଥିବ ତାହେଲେ ଗ୍ରୁପ ରେ ଦେଲେ ଆପଣ କେମିତି କରିବେ ଆମେ ଦେଖିବା ନେକ୍ସଟ ଏକ୍ସାମ୍ପଲ ରେ ଦେଖିବା। ତ ତା ପାଇଁ ଫର୍ମୁଲା ଟିକେ ଅଲଗା ହବ। ଆପଣ ଦେଖନ୍ତୁ, କାଲକୁଲେସନ ମିନ୍ ଫ୍ରମ ଦ ଗ୍ରୁପ ଡାଟା ବାଇ ଦ ଲଙ୍ଗ ମେଥଡ। ଏଟା ଲଙ୍ଗ ମେଥଡ ଆମେ କରୁଛନ୍ତି। ଲଙ୍ଗ ମେଥଡ ରେ କ୍ୱେଶ୍ଚନ ଆସିବ ଆପଣଙ୍କର। ଦେଖନ୍ତୁ, ଆପଣଙ୍କର ଇଆର ହଉଛି କଣ, ନା ସମେସନ ଏଫ ଏକ୍ସ ବାଇ ଏନ୍। ଏଠି ଆପଣ ସେଠି ହଉଥିଲା କଣ ସମେସନ ଏକ୍ସ ବାଇ ଏନ୍, ଏଠି ହଉଛି କଣ ସମେସନ ଏଫ ଏକ୍ସ ବାଇ ଏନ୍। ତ ଯେଉଁଠାରେ m ହଉଛି ମାଧ୍ୟ ଆମେ ଜାଣିଛନ୍ତି, ଆଉ f ହଉଛି ଫ୍ରିକ୍ୱେନ୍ସି ଇନ ଦ କ୍ଲାସ ଇଣ୍ଟରଭାଲ। ତ ଆପଣ କେତେ ଫ୍ରିକ୍ୱେନ୍ସି, ମାନେ ଆପଣଙ୍କର ତ 10 ରୁ ଆପଣଙ୍କର 20 ଡାଟା ଦେଇଛି, 20 ଆପଣଙ୍କର ଡେଟା ଦେଇଛି। ହେଲା। ତ ତା ଭିତରେ ଡିଷ୍ଟାନ୍ସ ବା ଆପଣଙ୍କର ମାନେ ଆପଣଙ୍କର କେତେ ଆପଣଙ୍କର ରହୁଛି କଣ ଡିଫରେନ୍ସ ରହୁଛି, ଏଟାକୁ ଆମେ କାଢିବାକୁ ପଡିବ। ତାପରେ ଏଫଏକ୍ସ ମାନେ ହଉଛି ସମ୍ଭାଗର ପୌନଃପୁନ୍ୟ ବା ସେଇ ସମ୍ଭାଗର ମଧ୍ୟବିନ୍ଦୁ କେତେ। ତ ଆମକୁ ଗୁଣିବାକୁ ଏଫ ଇଣ୍ଟୁ ଏକ୍ସ କରିବାକୁ ପଡିବ। ତ ମଧ୍ୟବିନ୍ଦୁ ମାନେ କେତେ, 10 ରୁ 20 ଭିତରେ ମଧ୍ୟବିନ୍ଦୁ କେତେ ହଉଛି, ନା 15 ହଉଛି। ଧର ଆମେ କହୁଛନ୍ତି 5 ଲେଖିଦେଲେ, 5 ରୁ ଆପଣଙ୍କର 15 ଲେଖିଦେଲେ। ହେଲା। ତାର ମଧ୍ୟବିନ୍ଦୁ କେତେ ଆମକୁ ଜାଣିବାକୁ ପଡିବ। ତ ମଧ୍ୟବିନ୍ଦୁ ହଉଛି କେତେ, 10।
ତ ଏଇଭଳିଆ ଆପଣଙ୍କର ଯେତେବେଳେ ଡିଫରେନ୍ସ ଦେଇଥିବ ତାର ମିଡିଲ ଟା କେତେ ଆପଣ ଏଇ ସଂଖ୍ୟା ଭିତରେ ମିଡିଲ ଟା କେତେ ଆପଣଙ୍କୁ କାଢିବାକୁ ପଡିବ। ତ ଇଜି ତ ଆପଣଙ୍କୁ ଗୋଟେ ଏକ୍ସାମ୍ପଲ ଦେଲେ ଆପଣ ବୁଝିପାରିବେ। ତାପରେ ଆସିଲା ପିଲାଙ୍କ ସଂଖ୍ୟା ଆମେ ଏଟା ବି ଜାଣିଛନ୍ତି ପିଲା ଯେତିକି ଡାଟା ଦେଇଥିବେ ପିଲାଙ୍କ ସଂଖ୍ୟା ଥିବ ସେତିକି ଆମକୁ ପିଲାଙ୍କ ସଂଖ୍ୟା ବି କାଢିବା। ତ ଲବ୍ଧାଙ୍କର ସଂଖ୍ୟା ଯୋଉଟା ଆମେ କହୁଛନ୍ତି ଗୋଟେ ଡାଟା ଦେଲେ ଦେଖନ୍ତୁ ଏଇଭଳିଆ ଡାଟାଟେ ଅନଗ୍ରୁପ ଡାଟାଟା ମାନେ ଗ୍ରୁପ ଡାଟାଟା ଏଇଭଳିଆ ଦେଇଥିବ ଆପଣ ଦେଖନ୍ତୁ। ତ ନିମ୍ନଲିଖିତ ଗୋଟେ ଏକ୍ସାମ୍ପଲ ଦେଇଛି ତାକୁ ଆପଣ ମଧ୍ୟ ନିର୍ଣ୍ଣୟ କରନ୍ତୁ ବା ଆପଣ କାଲକୁଲେସନ ମିନ୍ ଆପଣଙ୍କୁ କହିଦବ। ତ ଦେଖନ୍ତୁ 95 ରୁ ଗୋଟେ ଦେଇଛି 90 90 ରୁ 94 ଏଠି ଡାଟା ଦେଇଛି ଅଲରେଡି ଡାଟା ଦେଇଛି ହେଲା ଏଇଭଳିଆ ଡାଟା ଦେଇଥିବ ଆପଣ ଆରାମସେ କରିବେ। ତ ସେ ବଡ ଡାଟା ଦବନି କେବେ ବଡ ଡାଟା ଏଟା ଆପଣଙ୍କର ଏମସିକ୍ୟୁ କ୍ୱେଶ୍ଚନ ଆପଣ ଅଳ୍ପ ଡାଟା ବା ସିମ୍ପଲ ଡାଟା ଦବ ହେଲା। ଯଦି ଆପଣ କାଲକୁଲେସନ ପାଇଁ ପଚାରିଥିବ ନହେଲେ ଆପଣଙ୍କର ଫ୍ୟାକ୍ଟ ବେସ୍ କ୍ୱେଶ୍ଚନ ପଚାରିବ ଆପଣ ଫର୍ମୁଲା ପଚାରିବ ନହେଲେ ଗୋଟେ ଅଣ୍ଡରଷ୍ଟାଣ୍ଡିଂ ବେସ୍ କ୍ୱେଶ୍ଚନ ପଚାରିବ ଆପଣ ଏଇଟା କ୍ଲାସ ସମ୍ପୂର୍ଣ୍ଣ ଦେଖନ୍ତୁ ବୁଝିପାରିବେ। ତାପରେ ହେଲା କଣ 80 ଦେଇଛି 75 ଦେଇଛି 70 ଦେଇଛି 65 ଦେଇଛି 60 ରୁ ହଁ ଏଇଗୁଟା 60 ରୁ 64 ଦେଇଛି ଏଇଗୁଡା ଆପଣ 55 ରୁ 59 ଦେଇଛି 50 ରୁ 54 ଦେଇଛି 45 ରୁ ଆପଣଙ୍କର 49 ଦେଇଛି 4 ରୁ 44 ଆପଣଙ୍କର ଏମିତି କରିକି କ୍ୱେଶ୍ଚନ କିଛି ଦେଇଛି। ତାପରେ ଆପଣଙ୍କୁ କଣ ପଚାରୁଛି ନା ଆପଣଙ୍କର ଦେଇଛି କଣ ନା ପୂର୍ଣ୍ଣ ପୂର୍ଣ୍ଣ ଫ୍ରିକ୍ୱେନ୍ସି ଦେଇଛି ଫ୍ରିକ୍ୱେନ୍ସି କଣ 1 2 4 5 8 10 ତ ଆପଣଙ୍କର ଏଇଟା ଗୋଟେ କ୍ଲାସ ଇଣ୍ଟରଭାଲ ଦେଇଛି ତ ଏଠି ଆପଣଙ୍କର କ୍ଲାସ ଇଣ୍ଟରଭାଲ ଯୋଉ ଦେଇଛି ତ ଏଟାର ଆପଣଙ୍କର ଦେଇଛି ଧର ଆପଣ ଗୋଟେ ମାର୍କ ଦେଲା ପିଲାମାନଙ୍କର ଇଏ 95 ରୁ 99 ଭିତରେ କେତେ ଜଣ ପିଲା ଅଛନ୍ତି ଜଣେ ଅଛନ୍ତି। 90 ଭିତରୁ 94 ଭିତରେ କେତେ ଜଣ ପିଲା ଅଛନ୍ତି ମାର୍କ ରଖିଥିବା 2 ଅଛି। ତ ଏଇଭଳିଆ କରିକି ଆପଣଙ୍କର ଦେଖନ୍ତୁ ସେଇଭଳିଆ ଦେଇଛି 70 ରୁ 74 ଭିତରେ ରଖିଥିବା ପିଲାଙ୍କର ମାର୍କ କେତେ ଅଛି 10 ଅଛି। ନା ମାନେ 70 ରୁ 74 ଭିତରେ ମାର୍କ ରଖିଛନ୍ତି ପିଲା କେତେ ଜଣ ରଖିଛନ୍ତି ଏତିକି ଭିତରେ ମାର୍କ ନା 10 ଜଣ ରଖିଛନ୍ତି ତ ଏଇଭଳିଆ ଆପଣଙ୍କୁ ଦେଇଛି। ଯେତେବେଳେ ଆପଣ ଏଇ ପୌନଃପୁନ୍ୟ ବା ଫ୍ରିକ୍ୱେନ୍ସିକୁ ଆମେ ମିଶେଇ ଦଉଛନ୍ତି ସେଟା ଆପଣଙ୍କ ନମ୍ବର ଅଫ ଷ୍ଟୁଡେଣ୍ଟ ବାହାରି ଯାଉଛନ୍ତି 50 ବାହାରି ଯାଉଛନ୍ତି କାରଣ ଏତିକି ତ ପିଲା ନା 50 ଜଣ ପିଲା ହେଇଗଲେ। ତ ଆପଣଙ୍କ ଫର୍ମୁଲା ହଉଛି ମିନ୍ ଇଜ ଇକ୍ୱାଲ ଟୁ ସमेସନ ଏଫ୍ ଏକ୍ସ ବାଇ ଏନ୍। ତ ଆପଣ ଏକ୍ସ ବି କାଢି ନାହାନ୍ତି ଆପଣଙ୍କୁ କାଢିବାକୁ ପଡିବ ତ ସमेସନ ଏଫ୍ ଏକ୍ସ ଆପଣଙ୍କୁ କାଢିବାକୁ ପଡିବ ଏଇ ଫର୍ମୁଲା ଆପଣ ଦେଖି ନିଅନ୍ତୁ। ତ ଆମେ ସଲ୍ଭ କରିବା ବର୍ତ୍ତମାନ ଆମେ ପ୍ରତି ସମ୍ଭାଗର ମଧ୍ୟବିନ୍ଦୁ ବାହାର କରିବା ତାର ମଧ୍ୟବିନ୍ଦୁ ଆମେ କାଢିନାହାନ୍ତି ଏକ୍ସ ଟା ହଉଛି କଣ ମିଡ୍ ପଏଣ୍ଟ ଆମେ କହିଛନ୍ତି ମିଡ୍ ପଏଣ୍ଟ ମଧ୍ୟବିନ୍ଦୁ କାଢିବାକୁ ପଡିବ। ତାପରେ ସେ କହିଛି ମଧ୍ୟବିନ୍ଦୁ କାଢିଲା ପରେ ଆମକୁ କଣ କରିବାକୁ ପଡିବ ନା ଏଫ୍ ଏକ୍ସ ରେ ଗୁଣିବାକୁ ପଡିବ ଆଉ ସବୁ ସମ୍ଭାଗର ଏଫ୍ ଏକ୍ସ କୁ ମିଶାଇଲେ ସमेସନ ଏଫ୍ ଏକ୍ସ ବାହାରିବ। ତ ଆମେ ଦେଖିବା ଫର୍ମୁଲା ଟି ସଲ୍ଭ କରିବା ପ୍ରୋବ୍ଲେମ ଟି ସଲ୍ଭ କରିବା ଦେଖନ୍ତୁ ଆପଣଙ୍କ ଡାଟା ଥିଲା ଏଟା ଆପଣଙ୍କର ଏଇଟା ହଉଛି ଡାଟା ଆପଣ ଦେଖିପାରିବେ ଏଇଭଳିଆ ଥିଲା ଆପଣଙ୍କ ଡାଟାଟି କ୍ୱେଶ୍ଚନ ଟା ସେ ପୂର୍ବ ଅବସ୍ଥାରେ ଯୋଉ କ୍ୱେଶ୍ଚନ ଟା ଆପଣଙ୍କର କ୍ୱେଶ୍ଚନ ଟା ଏଇଭଳିଆ ଦେଇଥିବ। ଦେଖନ୍ତୁ କ୍ୱେଶ୍ଚନ ଟା ଏଇଭଳିଆ ଦେଇଥିବ ଆପଣଙ୍କୁ ଯେତେବେଳେ ସଲ୍ଭ କରିବେ ଆପଣଙ୍କ ରଫ କପିରେ ଆପଣଙ୍କୁ ଏଇଟା କରିବାକୁ ପଡିବ। ତ ଏଇଟା ଆପଣଙ୍କର ଦେଖନ୍ତୁ ଫ୍ରିକ୍ୱେନ୍ସି ପର୍ଯ୍ୟନ୍ତ ଲେଖିଦେଲେ ତାପରେ ମିଡ୍ ପଏଣ୍ଟ କାଟିବେ ମିଡ୍ ପଏଣ୍ଟ ଯେତେବେଳେ କାଢିବେ ଆପଣ ଦେଖନ୍ତୁ ଯୋଉଟା କି ଆପଣଙ୍କର ସରି ଆପଣଙ୍କର ଡାଟା ଟିକେ ଏଠି ଭୁଲ ଲେଖା ହେଇଥିଲା ଆପଣ ଦେଖିପାରିବେ। ତ ଏଠି ଆପଣଙ୍କର ଦେଖନ୍ତୁ ଏଠି ଯୋଉ 4 ଦେଇଛି ଏଠି ହବ 40 ହବ ହେଲା ଏଠି 40 ହବ ହେଲା ତ ଭୁଲ ଦେଇଥିଲା ହେଲା ଦେଖନ୍ତୁ ଆପଣଙ୍କର ଏଟା ହେଇଗଲା। ତାପରେ ଆପଣ ମିଡ୍ ପଏଣ୍ଟ କାଢିବେ ଆପଣ ଆପଣଙ୍କର ଏଇ ଦିଟା ଡାଟା ଦେଇଥିଲା ଗୋଟେ କ୍ଲାସ ଇଣ୍ଟରଭାଲ ଦେଇଥିଲା ଆଉ ଗୋଟେ ଦେଇଥିଲା ଆପଣଙ୍କର ଫ୍ରିକ୍ୱେନ୍ସି ଦେଇଥିଲା। ତ ଆପଣଙ୍କର ମିଡ୍ ପଏଣ୍ଟ କାଢିବେ ମିଡ୍ ପଏଣ୍ଟ କାଢିବାକୁ ହେଲେ ଆପଣଙ୍କୁ ମୁଁ କହିଛି ମଝି କୋଉ ସଂଖ୍ୟାଟା 95 ରୁ 99 ଭିତରେ ମଝି କିଏ ନା ଆପଣଙ୍କର ଦେଖନ୍ତୁ 90 ଆପଣ ନା 95 ତାପରେ ହଉଛି ଆପଣଙ୍କର ହଉଛି 96 ତାପରେ ହଉଛି ଆପଣଙ୍କର ଲେଖିବା 97 ତାପରେ ହଉଛି କଣ 98 98 ତାପରେ ହଉଛି 99 ଆମେ ଲେଖିଦେଲୁ। ତ ଏଇ ଯୋଉ 95 ରୁ 99 ଭିତରେ ମଝି ସଂଖ୍ୟାଟି କେତେ ତାପରେ କେତେ ପାଞ୍ଚଟି ସଂଖ୍ୟା ଅଛି ମଝି ସଂଖ୍ୟାଟି ହଉଛି 97 ମାନେ ଏପଟକୁ ଦିଟା ସଂଖ୍ୟା ରହିଲା ଏପଟକୁ ଦିଟା ସଂଖ୍ୟା ରହିଲା। ତ ଆମେ ଏଇଟା କଣ କଲେ ଆମେ ଲିଖିଦେଲେ ଯେ ଏଟା ହଉଛି ମିଡ୍ ପଏଣ୍ଟ ବୋଲି ଆମେ କହିଲେ ତ ମିଡ୍ ପଏଣ୍ଟ 97 ଆପଣ ଦେଖିପାରିବେ ତ ପ୍ରଥମେ ହଉଛି 95 ରୁ 99 ଭିତରେ ଆପଣ ମିଡ୍ ପଏଣ୍ଟ କେତେ ନା ଆପଣଙ୍କର ହଉଛି 97 ସେଇଭଳି ଆପଣଙ୍କର 90 ରୁ ଆପଣଙ୍କର ଏଇ 90 ରୁ 94 ଭିତରେ ଆପଣଙ୍କର ମିଡ୍ ପଏଣ୍ଟ କେତେ 92 ଆପଣ ଖାତା କଲମ ଧରିକି ଆରାମସେ କରିପାରିବେ ଗୋଟେ ଏକ୍ସାମ୍ପଲ କରିଦିଅନ୍ତୁ ସବୁ ବୁଝି ଆସିବ। ତ ଏଇଟା ଆମେ ମିଡ୍ ପଏଣ୍ଟ ଗୁଡା ସମସ୍ତଙ୍କର ଲେଖିଦେଲେ ଲେଖିଦେଲା ପରେ ତାପରେ ଅଛି ତାମାନେ ମିଡ୍ ପଏଣ୍ଟ ରୁ ଆପଣ ଏଇ ଯୋଉ ଏଫ ଏଫ ଦେଇଛି ଫ୍ରିକ୍ୱେନ୍ସି ମୁଁ ଆପଣ ଗୁଣିବା ତ ଆପଣ 97 ଇଣ୍ଟୁ 1 ହେଇଗଲା ଆପଣଙ୍କର 97 92 ଇଣ୍ଟୁ 2 184 ଆପଣ ଏଇଭଳିଆ ସବୁ ଡେଟାକୁ କାଢିଦେଲେ ଗୁଣିକି ଏଫ ଇଣ୍ଟୁ ଏକ୍ସ ଏଫ ମାନେ ଏଫ ଇଣ୍ଟୁ
x ଆପଣ f into x କରିବେ ଏଠି ଦେଇଛି x ଆମେ କାଢି ଦେଇଛୁ ଲିମିଟ ପଏଣ୍ଟ f into x କରିଦେଲେ ତାପରେ ସବୁ ଡାଟା ବାହାରିଗଲା ପରେ ଆମକୁ ସୂତ୍ର କଣ ଦେଇଛି ଆମକୁ ସୂତ୍ର ଜାଣିବା ଦରକାର ତ ସୂତ୍ରଟାକୁ ଯଦି ଆପଣ ମନେ ନ ରଖିଛନ୍ତି ତ ଆପଣ କେବେ ବି ମିନ୍ କାଢିପାରିବେ ନାହିଁ ତ ଆପଣ ସୂତ୍ର ହଉଛି କଣ ସಮೇସନ f x by n ତ ଆମେ ସಮೇସନ করে ମିଶେଇବା f x ଯୋଉ ବାହାରିଲା ତ ଟୋଟାଲି ଆପଣ କଣ କରିବା ମିଶେଇବା ତ ମିଶେଇଲେ ଆପଣ କେତେ ହଉଛି 3540 ଆମେ ଡେଟା ବାହାରିଗଲା 3540 n ତ ଆମର ଅଲରେଡି ବାହାରିକି ରହିଛି ତ ସୂତ୍ର ପକେଇବା ତ 3540 ଆଉ n ଦେଇଛି 50 ତ ଆମେ ମିନ୍ ଇଜ ଇକ୍ୱାଲ ଟୁ ସमेसन fx by n ତ 3540 ବାଇ 3550 ବାଇ 50 ଆମେ ଯେତେବେଳେ ଡିଭାଇଡ କରୁଛନ୍ତି ଆମେ କେତେ ପାଉଛନ୍ତି ଇଏ 70.8 ପାଉଛନ୍ତି 70.8 ପାଉଛନ୍ତି ଯୋଉଟା କି ଆମର ମାଧ୍ୟ ତାହେଲେ କେତେ ହେଲା ବା ଆମେ କହୁଛନ୍ତି ମିନ୍ କେତେ ହେଲା ଆମର ନା ଆମର ଗ୍ରୁପ ଡାଟାର ମିନ୍ ହଉଛି ଆମର କେତେ 70.8 ଆମେ ପାଇଲେ ବା 70.8 ତ ଏଇଟା ହଉଛି ଆମର କଣ ପାଇଲେ ମିନ୍ ସରିଗଲା ମିନ୍ ଆପଣ ଏଇଭଳିଆ କ୍ୱେଶ୍ଚନ ପଚାରିବ ଆପଣ ଆରାମସେ କରିପାରିବେ କୌଣସି ଅସୁବିଧା ନାହିଁ ତାପରେ ଆପଣଙ୍କର ଆସିଲା ମିଡିଆନ ବା ଆମେ କହୁଛନ୍ତି କଣ ମାଧ୍ୟମା କହୁଛନ୍ତି ମାଧ୍ୟମାରୁ ଆମକୁ କ୍ୱେଶ୍ଚନ ବି ଆସିଥାଏ ତ ଆମେ ମାଧ୍ୟମା କଣ ଆମେ ଟିକେ ବୁଝିବାକୁ ପଡିବ ତ ଆପଣ କଣ କହୁଛି ନା ଆପଣ କ୍ରମ ଅନୁସାରେ ସଜାଇଥିବା ଲବ୍ଧାଙ୍କ ଗୁଡିକର ମଧ୍ୟ ବିନ୍ଦୁ ମାଧ୍ୟମା କୁହାଯାଏ ମଧ୍ୟ ବିନ୍ଦୁ ତ ଏଟା ଆମେ ଏଭରେଜ କାଢୁଥିଲେ ତ ସେଥିରେ ଆମେ ଏଭରେଜ କାଢିଲେ ଏଥିରେ ଆମେ ମଧ୍ୟ ମିଡ ପଏଣ୍ଟ କାଢିବା ଗୋଟେ ଡେଟା ଦେଇଛି ତାର ମଧ୍ୟବର୍ତ୍ତୀ ଆମର ବିନ୍ଦୁଟାକୁ ଆମେ କାଢିବାକୁ ପଡିବ ବା ପଏଣ୍ଟଟାକୁ ଆମକୁ କାଢିବାକୁ ପଡିବ ମିଡିଲ ପଏଣ୍ଟଟାକୁ କାଢିବାକୁ ପଡିବ ତାକୁ ମାଧ୍ୟମା ବୋଲି ଆମେ କହୁଛନ୍ତି ମାଧ୍ୟମା ୱାର୍ଡରୁ ବି ଆପଣ ବୁଝିପାରୁଥିବେ ହେଲା ତ ଆପଣଙ୍କର ଯଦି ଲବ୍ଧାଙ୍କ ଗୁଡିକ ଶ୍ରେଣୀବଦ୍ଧ ହୋଇ ପୌନଃପୁନ୍ୟ ବିସ୍ତୃତର ପ୍ରକାଶ କରାଯାଇଥାଏ ତେବେ ମାଧ୍ୟମା ଏହିପରି ଏକ ମଧ୍ୟବିନ୍ଦୁ ସୂଚାଏ ଯାହା ସମୁଦାୟ ବିସ୍ତୃତିକୁ ସମାନ ଦୁଇ ଭାଗରେ ବିଭକ୍ତ କରିବା ଦରକାର ତ ଆପଣ ଗୋଟେ କାଗଜ ନେଲେ କାଗଜକୁ ଫୋଲ୍ଡ କରିଦେଲେ ଫୋଲ୍ଡ କରିଦେଲା ପରେ ଯୋଉ ଗାରଟା ସମାନ ଭାବରେ ଆପଣ କାଗଜଟିକୁ ଫୋଲ୍ଡ କଲେ ତ ଯୋଉ ମଝି ଗାରଟା ପଇଲା ସେଟା ହଉଛି ଦି ଭାଗରେ ବିଭକ୍ତ କରୁଛି ସମାନ ଦି ଭାଗରେ ବିଭକ୍ତ କରୁଛି ସେଭଳି ଆପଣଙ୍କର କୌଣସି ଡେଟା ଅଛି ତା ଦେହରୁ ମିଡିଆନ କଣ କାଢନ୍ତି ନା ଦି ଭାଗରେ ବିଭକ୍ତ କରିବା ପାଇଁ ଅର୍ଥାତ ଲବ୍ଧାଙ୍କ ଗୁଡିକ ବିତରଣ 50% ବିନ୍ଦୁ ମାଧ୍ୟମା କୁହାଯାଏ 50% କୁ ଆମେ ମାଧ୍ୟମା ବୋଲି କହୁଛନ୍ତି ତ ଗୋଟେ ଡେଟା ଦେଇଛି ତା ଦେହରୁ ପଚାରିଯିବ ଯେ ଗୋଟେ ଡେଟା ଦେଇଦେଲେ ତାକୁ ମାନେ 50% ଆମେ କାଢିବାକୁ ପଡିବ ଗୋଟେ ବଡ ଗ୍ରୁପ ଡେଟା ଦେଇଛି ଟାନ୍ ଗ୍ରୁପ ଡେଟା ଦେଇଛି ତା ଦେହରେ ଆମେ କାଢିବାକୁ ପଡିବ ତ ମାଧ୍ୟମା କିପରି ନିର୍ଣ୍ଣୟ କରାଯାଏ ଆସ ଜାଣିବା ଦେଖନ୍ତୁ ଆପଣଙ୍କର ଶ୍ରେଣୀବଦ୍ଧ ହେଇନଥିବା ଲବ୍ଧାଙ୍କ ଯେମିତି ଆମେ ମିନ୍ କରୁଥିଲେ ଅନଗ୍ରୁପ ଡେଟାରୁ କରୁଥିଲେ ତ ଏଥିରେ ବି ଆମେ ମାଧ୍ୟମା କରିବା ଅନଗ୍ରୁପ ଡେଟାରୁ ତ ଆପଣ ସିଙ୍ଗଲ ଡେଟା ଦେଇଥିବା ଆମେ କରିବା ଦେଖନ୍ତୁ ତାର ସୂତ୍ର ହଉଛି କଣ ନା ମାଧ୍ୟମା ବା ଆମର ମିଡିଆନ ଇଜ ଇକ୍ୱାଲ ଟୁ n ପ୍ଲସ 1/2 ଏଟା ସଂଖ୍ୟା କୁହାଗଲା ଯଦି ଲବ୍ଧାଙ୍କ ଗୁଡିକ କ୍ରମ ଅନୁସାରେ ସଜେଇ ହେଇଥିବା ଦରକାର କ୍ରମ ଅନୁସାରେ ମାନେ ଛୋଟରୁ ବଡ ପର୍ଯ୍ୟନ୍ତ ସଜେଇ ହେଇଥିବା ଦରକାର ଯେମିତି ଉଦାହରଣ ଗୋଟେ ଦେଲେ ଦେଖନ୍ତୁ ଏଇ ଉଦାହରଣରେ ତ ମନେକର ଆମର 7ଟି ସଂଖ୍ୟା ଅଛି 7ଟି ସଂଖ୍ୟା ମାନେ କଣ 5 8 8 9 12 14 15 ଏଟା ହଉଛି କଣ ନା ଆମର ହଉଛି 7ଟି ସଂଖ୍ୟା ଦେଖନ୍ତୁ ଏକ ଦୁଇ এটা হচ্ছে 3 এটা হচ্ছে 4 এটা হচ্ছে 5 এটা হচ্ছে 6 এটা হচ্ছে 7 আমি କହିଲି ଏ 7ଟି ସଂଖ୍ୟା ରହିଛି ଆମ ଭିତରେ ଏଇଟା ସଜେଇ ଦେଇଛି 5 ପରେ 8 ଆସିଲା 9 ଆସିଲା 12 ଆସିଲା 14 ଆସିଲା 15 ଆସିଲା ସଜେଇ ହେଇକି ରହିଛି ସୂତ୍ର ପକେଇଦେବା ତେଣୁ ସେମାନଙ୍କ ମାଧ୍ୟମ ହଉଛି n ପ୍ଲସ 1/2 n ପ୍ଲସ 1/2 ମାନେ କେତେଟି n ମାନେ ନମ୍ବର ଅଫ ଯୋଉ ଆପଣଙ୍କର ହଉଛି କଣ ଲବ୍ଧାଙ୍କ ବା ଆମେ କହୁଛୁ ନମ୍ବର ଅଫ ଡେଟା କେତେ ଅଛି ନା ଆପଣଙ୍କର 7 ରହିଲା 7 ଲେଖିଦେଲେ ପ୍ଲସ 1 ବାଇ 2 କରିଦବା ତ 8/2 8/2 ହଉଛି 4 ତ ଫୋର୍ଥ ସଂଖ୍ୟା ମାନେ ଚାରିଟା ଯୋଉ ବାହାରିଲା ଏଟା ହଉଛି 4 ନମ୍ବର ସଂଖ୍ୟାଟା କଣ 4 ନମ୍ବର ସଂଖ୍ୟାଟା ଯୋଉ ହଉଛି ଆପଣଙ୍କର 9 ଅଛି ଦେଖନ୍ତୁ 1 2 ଆପଣଙ୍କର ହଉଛି ବାମ ପଟରୁ ଗଣିଦେବେ 1 2 3 4 9 ନମ୍ବର ସଂଖ୍ୟାଟା ହଉଛି କଣ ନା ଆପଣଙ୍କର ହଉଛି ମାଧ୍ୟମା ବା ଆପଣଙ୍କର ହଉଛି କଣ ନା ଆପଣଙ୍କର ମିଡିଆନ ବୋଲି ଆମେ କହୁଛନ୍ତି ଏଟା ହଉଛି କଣ ଯୋଉଠି କି ଡାଟାଟି ଆପଣଙ୍କର ଅନୁଗ୍ରୁପଟା ଦେଇଥିବ ଆଉ ସଜେଇକି ଦେଇଥିବ ପୁଣି ଆପଣଙ୍କର ଡିଫରେଣ୍ଟ ଟାଇପର ଅଛି ଆପଣ ଦେଖିପାରିବେ ତ ଆପଣଙ୍କର ଯେତେବେଳେ ଡେଟାଟି କଣ କରୁଛି ନା ସଜେଇକି ଦେଇ ନଥିବ ଆପଣଙ୍କର ଆଗ ପଛ କରି ଦେଇଥିବ ଆପଣଙ୍କର ସାନରୁ ବଡ କ୍ରମେ ଦେଇ ନଥିବ ଦେଖନ୍ତୁ 5 8 8 9 7 6 7 ଏମିତି ଦେଇଛି ତ ଆପଣ ଆଗେ ସଜେଇ ଦେବେ ଦେଖୁ କେମିତି ସଜେଇବେ ନା ଆପଣ ମନେ ରଖନ୍ତୁ ଏଟା ସଜେଇବାକୁ ପଡିବ 5 6 7 7 8 8 9 ସାନରୁ ବଡ କ୍ରମେ ଆମେ ସଜେଇ ଦେଲେ ସେଇ ସେମ ସୂତ୍ର ପକେଇଦବା କାହିଁକି ନା ଏଟା ଅନଗ୍ରୁପ ଡେଟାର ସୂତ୍ରଟା ସମାନ ରହିବ n ପ୍ଲସ 1/2
ଆମେ ଲିଖିଦବା ମିଡିଆନ୍ ଇଜ ଇକ୍ୱାଲ ଟୁ n ପ୍ଲସ୍ 1/2। ତ 7 ପ୍ଲସ୍ 1/2 ହେଲା କେତେ? ସେଇ ଫୋର୍ଥ ହେଲା। ଫୋର୍ଥରେ କିଏ ରହୁଛି? ଫୋର୍ଥରେ ଏବେ ଆମେ ଦେଖିବା ଦରକାର। ତ ଆପଣଙ୍କର ଫୋର୍ଥ ସଂଖ୍ୟାଟି କେମିତି ରହୁଛି ଆଗେ ବୁଝିବାକୁ ପଡିବ ଯେ ଏଠାରେ ଆପଣଙ୍କ ଅନୁକ୍ରମରେ ଯେତେବେଳେ ଆପଣ ସଜେଇ ଦେଇଥିଲେ ଏଠି ଆପଣଙ୍କର ଥିଲା କଣ ସଜେଇ ହେଇନଥିଲା। ସଜେଇ ଦେଲା ପରେ 5 6 5 ପରେ କିଏ 6 ଆସିବ। 6 ପରେ କିଏ 7 ଆସିବ। ଦିଟା 7 ରହିଲା। ତା 7 ପରେ କିଏ 8 ଆସିବ। ତାପରେ 9 ଆସିବ। ଏମିତି ସଜେଇ ଦେଲେ। ତ ସଜେଇ ଦେଲା ପରେ ତ ଆମର ଆମେ ଜାଣିଛନ୍ତି ଫୋର୍ଥ ବାହାରିଲା 10 ପ୍ଲସ୍ 1/2 7 ପ୍ଲସ୍ 1 8 8/2 ଭାଗ କରିଦେଲେ ଆମର କେତେ ହେଲା? 2 4 8 ଆପଣଙ୍କର କେତେ ରହିଲା? 4 ପାଇଲେ ଆମେ 4 ଯୋଉ ଫୋର୍ଥ ସଂଖ୍ୟାଟି ଆମେ ନବା ଫୋର୍ଥ ସଂଖ୍ୟାଟି ଏଥିରେ କେତେ ରହିଛି? 7 ରହିଛି। ଦେଖନ୍ତୁ 1 2 3 4 ଏଇ ସେକେଣ୍ଡ ନମ୍ବର 7 ଆପଣଙ୍କର ରହୁଛି ଫୋର୍ଥ ସଂଖ୍ୟା। ତ ଆପଣଙ୍କ ମିଡିଆନ୍ ଇଜ ଇକ୍ୱାଲ ଟୁ କେତେ ବାହାରିଗଲା? 7 ବାହାରିଗଲା। ତ ଆପଣଙ୍କୁ ଆଗେ ଦେଖନ୍ତୁ ଅନଗ୍ରୁପ ଡାଟା ଦେଇଥିଲା ଆପଣ ସଜେଇକି ଆପଣଙ୍କର ଏଟାକୁ କରିବା। ଏଇଟା ଆପଣ ଆରାମସେ ଲେଖିକି ଆପଣ ଖାତାରେ ପଢନ୍ତୁ। ଆପଣ କ୍ୱେଶ୍ଚନ ଯାଇ ପରୀକ୍ଷାରେ ଆସିବ ଆପଣ କରିପାରିବେ। ତାପରେ ରହିଲା କଣ? ଲକଡାଉନ ଗୁଡିକ ଆପଣଙ୍କ ଏଇଭଳିଆ ଆଉ ଗୋଟେ ଦେଇଛି ଆପଣ ଏଇଟା ବି ଆପଣ କରିପାରିବେ। ଦେଖନ୍ତୁ ଏଠି ଦେଲା କଣ ଆପଣ ଜାଣିବା ଦରକାର। 7 ନା 6 7 8 ଏଟା ସଜେଇକି ଦେଇନାହିଁ ଆପଣ ବେଶ ଯୋଉଟା ଦେଇଛି ଆପଣ ସଜେଇ ଦେଲେ 6 ପରେ 7 ଆସିଲା 7 ପରେ 8 ଆସିଲା 8 ପରେ 9 ଆସିଲା ଏମିତି କରି ଆମେ ସଜେଇକି ଡାଟାକୁ ରଖିଦେଲେ। ତାପରେ ଆମେ ମିଡିଆନ୍ ଇଜ ଇକ୍ୱାଲ ଟୁ ସୂତ୍ର ପକେଇଦେଲେ n ପ୍ଲସ୍ 1/2 n କେତେ ନା 8 ଟୋଟାଲ କେତେଟା ସଂଖ୍ୟା ଦେଇଛି 8 ଦେଇଛି 8 ତ ଆପଣଙ୍କର 8 ପ୍ଲସ୍ 1/2 ଆମର କେତେ ହେଲା? 9/2 9/2 ଗୋଟେ ଆପଣଙ୍କର ଯେତେବେଳେ ଆମେ ତାକୁ ଡିଭାଇଡ କରୁଛନ୍ତି 4.5 ବାହାରୁଛି। 4.5 ମାନେ କଣ ନା 4.5 ଆଗେ ଦେଖିବା ଦରକାର। ଏଇ ଜାଗାରେ ଆପଣ ତ କହିବେ 4.5 4 ନମ୍ବର ତ ସଂଖ୍ୟା ଅଛି ପୁଣି ତା 0.5 ର ସଂଖ୍ୟା ତ ନାହିଁ ନା। ତ ଏଠି ବହୁତ ଇଜି ଆପଣ ଏଟାକୁ ମନେ ରଖନ୍ତୁ। ତାର ଅନୁକ୍ରମରେ 8ଟି ସଂଖ୍ୟା ଥିବାରୁ ସେଠାରେ 4.5 କାଢିବା ବହୁତ କଷ୍ଟ। ତେଣୁ ଆପଣ ଏଠି ତାର ଗୋଟେ ସର୍ଟକଟ ଟ୍ରିକ୍ ଆପଣଙ୍କୁ କହିଦଉଛି। 7 ଆଉ 8 ମଝିରେ ଥିବା ଏଇ ଯୋଉ 7 ଏଇଟା କେତେ ଦେଇ 4 ସଂଖ୍ୟା ପାଇଁ 4 ନମ୍ବର ସଂଖ୍ୟାରେ ଅଛି ଆଗେ 4 ନମ୍ବର ସଂଖ୍ୟା ଯଦି ପହଞ୍ଚିବା 1 2 3 4 7 ପାଖରେ ପହଞ୍ଚିଗଲା। 5 ଦେଇଛି ତାମାନେ 7 8 ମଝିରେ ଗୋଟେ ସଂଖ୍ୟା ରହିବ ଯିଏ କରୁଥିବ କଣ 7 ଦଶମିକ ଆପଣଙ୍କର ହଁ 7 ଦଶମିକ 5 ଦରକାର। କେମିତି ନା ଏଠି ଆମେ ବାହାରିଲା କେତେ 4.5 4.5 ଯୋଉଟା ହେଲା ତ ଆପଣଙ୍କ 4.5 ବାହାରିଲା ମାନେ କଣ ଏଟା 4 ନମ୍ବର ସଂଖ୍ୟା କହୁଛି 4 ଆଉ 5 ମଧ୍ୟବର୍ତ୍ତୀ ସଂଖ୍ୟା ହଉଛି 4.5। ତ ଏଟା କେତେ 677 ମାନେ 6677 ମାନେ ଏଇ ଦିଟା ଯୋଉ ଚାରିଟା ସଂଖ୍ୟା ରହିଲା ଏ 4 ନମ୍ବର ଆମେ 4 ନମ୍ବର ପହଞ୍ଚିଗଲେ 7 ରେ ପହଞ୍ଚିଗଲେ। ତ 7 ଲେଖିଦେଲେ 0.5 ଆମେ ଲିଖିଦବା କାହିଁକି ନା ଆପଣଙ୍କର ଏଇ ମଝି ଗୋଟେ ସଂଖ୍ୟା ରହିବା ଦରକାର 7 8 ଭିତରେ ଯୋଉଟା ଏଠି ମଝି ପଏଣ୍ଟ। ତ ଏଇଟା ହଉଛି କଣ ନା 7.5 ଆମର ହବ। ଅର୍ଥାତ୍ ଆପଣଙ୍କର 7.5 ହଉଛି କଣ ନା ହଉଛି ମାଧ୍ୟମା ବୋଲି ଆମେ ଧରିବା। ଏଟା ବହୁତ ଇଜି ଆପଣ ଯେକୌଣସି ଡାଟା ଦେଇଥିବ ଆପଣ କରିପାରିବେ। ତାପରେ କଣ ଆସିଲା ନା ଆପଣଙ୍କର ଏଟା ଅନଗ୍ରୁପ ଡାଟାରେ କରୁଥିଲେ। ତାପରେ ପୁଣି ମିଡିଆନ ଆମେ କାଢିବା କୋଉଥିରେ ଗ୍ରୁପ ଡାଟାରେ କାଢିବା। ଗ୍ରୁପ ଡାଟା କଣ ନା ଆପଣ ମିଡିଆନ ଇଜ ଇକ୍ୱାଲ ଟୁ l ପ୍ଲସ୍ n/2 ମାଇନସ f ଇଣ୍ଟୁ m ଆପଣଙ୍କର ହୋଲ ବ୍ରାକେଟ ରେ ଆପଣଙ୍କର i ରହୁଛି। ଆପଣ ଦେଖିବା ଏଟା କଣ ଆପଣଙ୍କର ରହୁଛି ଆପଣ ସୂତ୍ର ଟିକେ ଜାଣିବା ଦରକାର। ତ ଆପଣ l ହଉଛି ଯୋଉ ସମ୍ଭାଗର ମାଧ୍ୟମ ଅବସ୍ଥିତ ସେ ସମ୍ଭାଗର ନିମ୍ନ ସୀମା ଟା ଆମେ କାଢିବା। ଆପଣ ଅନୁଗ୍ରୁପ ଦେଇଥିବେ ଆପଣ 10 ରୁ ଆପଣଙ୍କର 20 ଦେଇଥିବ ହେଲା ବା ଆପଣ 20 ରୁ ଆପଣଙ୍କର ଦେଇଥିବ କେତେ 30 ଦେଇଥିବ ଏଇ ସବୁ ହଉଛି କଣ ଗ୍ରୁପ ଡାଟା ଦେଇଥିବ। ଆଉ ଲୋୟର ଲିମିଟ ଆଉ ହାଇ ଲିମିଟ ଯୋଉଟା କୁହାଯାଉଛି ହେଲା। ଲୋୟର ଲିମିଟ ଆମେ ଯେମିତି କହୁଛନ୍ତି 10 ବୋଲି ଏଇଥର ଲୋୟର ଲିମିଟ କିଏ ଲୋୟର ଲିମିଟ ଟା ହଉଛି କେତେ 20 ରହୁଛି। ହଁ ହାଇ ଲିମିଟ ହଉଛି 30 ଏଭଳି ଆମେ କାଢିବା ହେଲା। ଆପଣ ଉଦାହରଣ ଦେଲେ ବୁଝିପାରିବେ। ତାପରେ ରହିଲା କଣ ଉଦାହରଣ ସ୍ୱରୂପ 70 ର ପ୍ରକୃତ ନିମ୍ନ ସୀମା ହେଉଛି କେତେ ଆପଣଙ୍କର ହଉଛି 69.5 ଏଟାକୁ ଆପଣ ଜାଣିବା ଦରକାର ହେଲା। ତେଣୁ n/2 ସମୁଦାୟ ପିଲାମାନଙ୍କ ସଂଖ୍ୟା ଲବ୍ଧଙ୍କ ସଂଖ୍ୟାର ଅଧା n/2 ଆମେ କାଢିବା। ଫର୍ମୁଲା ଆମେ ଜାଣିଗଲେ ଫର୍ମୁଲାକୁ ଏବେ ଆମେ ଗୋଟେ ଏକ୍ସାମ୍ପଲ ତରଫରୁ ଆମେ ପୁଟ କରିବାକୁ ଚେଷ୍ଟା କରିବା। ତ ଆପଣଙ୍କର f ହଉଛି କଣ ମାଧ୍ୟମ ଅବସ୍ଥିତ ଫ୍ରିକ୍ୱେନ୍ସି ଆମେ କହୁଛନ୍ତି। ତାପରେ fm ହଉଛି କଣ ମାଧ୍ୟମ ଅବସ୍ଥିତ ଥିବା ସମ୍ଭାଗର ପୌନଃପୁନ୍ୟ ଆଉ ଫ୍ରିକ୍ୱେନ୍ସି ଆମେ କାଢୁଛନ୍ତି। ଆମେ ଆରାମ ଏଇଟାକୁ କାଢିବାକୁ ଚେଷ୍ଟା କରିବା। i ହେଉଛି ସମ୍ଭାଗର ଆକାର କଣ ଆମେ ଦେଖିବା। ତ ଆପଣ ପ୍ରଥମେ ଦେଲା CI କ୍ୟୁମୁଲେଟିଭ ମାନେ ଆପଣ କହୁଛନ୍ତି କଣ ଯୋଉଟା କି ଆମର CF ଦେଲା କ୍ୟୁମୁଲେଟିଭ ଫ୍ରିକ୍ୱେନ୍ସି ଦେଲା। ହଁ ଇଣ୍ଡିଭିଜୁଆଲ ଆପଣଙ୍କର ଦଉଛି ଆପଣ କଣ ଏଇଟା ହଉଛି କଣ ଇଣ୍ଟରଭାଲ ଆପଣଙ୍କ ଦଉଛି ୟା ଭିତରେ 50 ରୁ 54 କେତେ ଆପଣଙ୍କ ରହୁଛି ଏଟାକୁ ଜାଣିବା। ରୁ 54 ଦେଇଛି ତାର F ଅଲରେଡି ଦେଇ ଏଇଭଳିଆ ଆପଣଙ୍କ ଡାଟା ଦେଇଥିବ ଆପଣଙ୍କୁ କରିବାକୁ ପଡିବ।
ହେଲା। ତାପରେ ଆପଣଙ୍କର ଦେଇଛି କେତେ? ଆପଣଙ୍କର 50 ରୁ 54 ଦେଇଛି, 45 ରୁ 49 ଦେଇଛି, 40 ରୁ 44 ଦେଇଛି, 35 ରୁ ଆପଣଙ୍କର 39 ଦେଇଛି, 30 ରୁ 34 ଦେଇଛି, 25 ରୁ 29 ଦେଇଛି, 20 ରୁ 24 ଦେଇଛି, 15 ରୁ 19 ଦେଇଛି, 10 ରୁ 14 ଦେଇଛି, 5 ରୁ 9 ଦେଇଛି। ଆପଣଙ୍କ ଡାଟା ଦେଇଛି। ତ ଆପଣଙ୍କ ଫ୍ରିକ୍ୱେନ୍ସି ଦେଇଛି 2, 3, 5, 6, 8, 10, 7, 4, 3, 2 ଏଇଭଳିଆ ଡାଟା ଦେଇଥିବ। ତ ଏଇଭଳିଆ ଡାଟା ଯେତେବେଳେ ଦେଇଥିବ ଆପଣ କହିବେ ମିଡିଲ ଆପଣଙ୍କର ଆପଣଙ୍କୁ ଗୋଟେ ଡାଟା ଦେଇଛି, ଡାଟାରେ କହିବେ ଆପଣଙ୍କର 50% କାଢନ୍ତୁ। 50 ବା ଆପଣଙ୍କ ଇଏ ମାଧ୍ୟମା କାଢନ୍ତୁ ହେଲା। ତା ମିଡ୍ ପଏଣ୍ଟ ଟାକୁ ଆମକୁ କାଢିବାକୁ ପଡିବ। ତ ମିଡ୍ ପଏଣ୍ଟ ଟା କାଢିବାକୁ ହେଲେ ଆପଣଙ୍କୁ ଡାଟାଟାକୁ ଫର୍ମୁଲା ଦେଇକି ଆପଣଙ୍କୁ ଏନାଲାଇଜ କରିକି ତା ଆନ୍ସର କାଢିବାର ଅଛି। ତାପରେ କ୍ୟୁମୁଲେଟିଭ ଫ୍ରିକ୍ୱେନ୍ସି ଆପଣଙ୍କୁ ଦେଇଥିବ 50, 45, ନା 48, 45, 40, 34, 26, 16, 9, 5, 2 ଏଇଭଳିଆ ଆପଣଙ୍କ ଡାଟା ଦେଇଛି। ତ ଆପଣଙ୍କ ଦେଖନ୍ତୁ ଫର୍ମୁଲା ପକେଇ ଦିଅନ୍ତୁ। ଫର୍ମୁଲା ଆପଣଙ୍କର ମୁଁ କହିଦେଇଥିଲି। ଏଠି ଆପଣଙ୍କର ଫର୍ମୁଲା ରହିଛି ହେଲା। ତାପରେ ଆପଣଙ୍କୁ ଦେଇଛି କଣ କହିଲେ? ମାଧ୍ୟମ ଅବସ୍ଥିତ ଥିବା ସମ୍ଭାଗର ପ୍ରକୃତ ନିମ୍ନ ସୀମା କେତେ? ଆମକୁ ଏଟା ବି କାଢିବାର ଅଛି। n/2 ପିଲାଙ୍କର ସଂଖ୍ୟା ଲବ୍ଧାଙ୍କର ସଂଖ୍ୟାର ଅଧା ଆମକୁ କାଢିବାର ଅଛି। ତାପରେ f ହଉଛି କେତେ? ନା f ହଉଛି ଆପଣଙ୍କର ଯୋଉ ମାଧ୍ୟମ ଅବସ୍ଥିତି ଥିବା ସମ୍ଭାଗର ନିମ୍ନରେ ଥିବା ସମସ୍ତ ସମ୍ଭାବର ପୌନଃପୁନ୍ୟ ସମଷ୍ଟି ଆମକୁ କାଢିବାକୁ ପଡିବ। ତାପରେ f into m ଆମକୁ କାଢିବାର ଅଛି ମାଧ୍ୟମରେ ଅବସ୍ଥିତ ଥିବା ସମ୍ଭାଗର ପୌନଃପୁନ୍ୟ, ଆଉ i ଆପଣଙ୍କୁ କାଢିବାକୁ ପଡିବ ଯୋଉଟା କି ସମ୍ଭାଗର ଆକାର କେତେ? ତ ଏ ସବୁକୁ ବର୍ତ୍ତମାନ ଗୋଟେ କରିକି ଆମକୁ କାଢିବାକୁ ପଡିବ। ଯେଉଁ ସମ୍ଭାଗରେ ପିଲାମାନଙ୍କର ସଂଖ୍ୟା ଲବ୍ଧାଙ୍କର ସଂଖ୍ୟା ଅଧା ଯୋଉଟା କି n/2 ଦେଖାଯାଏ ସେଇ ସମ୍ଭାଗର ପ୍ରକୃତର ନିମ୍ନ ସୀମା କେତେ? ଯେପରିକି ଆପଣଙ୍କର ଆମେ କହୁଛନ୍ତି ଆପଣଙ୍କର L ବୋଲି ଧରାଯାଏ। ତେଣୁ ଉଦାହରଣ ସ୍ୱରୂପ ଆପଣଙ୍କର ଉଦାହରଣ 2 ରେ କଣ ଦେଇଛି? ନା n/2 ହଉଛି କେତେ? 50 ବାଇ ଆପଣ ଦେଖିପାରିବେ 50 ହଉଛି ମାନେ n/2 କାଢିବାର ଅଛି। ଏଠି ଆମେ n କେତେ କାଢୁଛନ୍ତି? ଯୋଉଟା 50 କାଢୁଛନ୍ତି 50/2 ଆମକୁ କାଢିବାର ଅଛି। 50/2 ଆମେ କେତେ ବାହାରିଲା? ଆପଣଙ୍କର 25 ବାହାରିଲା। ତ ପିଲାମାନଙ୍କର ସଂଖ୍ୟା କେତେ ଦେଇଛି? ନା ଆପଣଙ୍କର କ୍ୟୁମୁଲେଟିଭ ଫ୍ରିକ୍ୱେନ୍ସି ଦେଇଛି 25 ରୁ 29 ଆପଣ ସେ ଦେଖନ୍ତୁ 25 ରୁ 29 ଆପଣଙ୍କୁ ଜାଣିବାକୁ ପଡିବ। ତ 25 ରୁ 29 ଆପଣଙ୍କର ଦେଖନ୍ତୁ। ଇଏ ହଉଛି କଣ 25 ରୁ 29 କିପରି ହେଲା ଆମକୁ ଜାଣିବାକୁ ପଡିବ ଦେଖନ୍ତୁ। ହେଇ ଆପଣଙ୍କର ଦେଇଛି 25 ଦେଇଛି। ତାମାନେ ଆପଣଙ୍କର ନମ୍ବର କେତେ ବାହାରିଲା 25। ତ ଆପଣ ଜାଣିବା ଦରକାର ଏଇ 25 ଟା କୋଉଠି ଅଛି କ୍ୟୁମୁଲେଟିଭ ପିଲାଙ୍କ ସଂଖ୍ୟାରେ। ଏଟା ହଉଛି କଣ ନା ସର୍ବନିମ୍ନ ଆମେ 25 ରୁ 29 ଭିତରେ ଏଇଟା ଆପଣ 25 ରୁ 29 ଟା ରହିଲା 25 ଟା କୋଉଠି ରହିଲା 25 ରୁ 29 ଭିତରେ ଏଇ ଡାଟାଟା ଆପଣ ରହିଛି ଦେଖିପାରିବେ। ଏଇ ଡାଟାଟା ମୁଁ ଯୋଉ କହିଲି ଏଇଠି ରହିଛି 25 ବାହାରିଗଲା। ତ ଆପଣ ଫାର୍ଷ୍ଟ n/2 କଲେ ଅଧା କଲେ। ଅଧା ଯେତେବେଳେ ଆପଣ କଲେ ଆପଣ ଯେତେବେଳେ ଅଧା କରୁଛନ୍ତି ସେତେବେଳେ ଆପଣ କଣ ବାହାରି ଯାଉଛି n/2 ଆପଣଙ୍କର ବାହାରିଗଲା। n/2 ଯେତେବେଳେ ବାହାରିଗଲା ତ ଆପଣଙ୍କର କଣ ହେଲା ନା 25 ବାହାରିଲା। 25 ଟା କେତେ ଭିତରେ ଅଛି ନା 25 ରୁ 29 ଭିତରେ ଏଇଟା ହଉଛି 25 ଏଇ ସଂଖ୍ୟାଟା ଏଇଠି ରହିଲା। ଏଇଟା ଆମେ ଜାଣିଗଲେ। ତାପରେ ଆମେ କଣ କଲେ ନା ସେ ଆପଣ CFB ଆପଣ କାଢିଲେ। ତେଣୁ ସେଇ ସମ୍ଭାଗର ପ୍ରକୃତ ନିମ୍ନ ସୀମା କେତେ? ନା ଏଇ ଯୋଉ 25 ର ନିମ୍ନ ସୀମାଟା କେତେ ରହିବ ନା 24.5 ଯେମିତି ଆମେ ଧରୁଥିଲେ 24.5 ବୋଲି ଆମେ ଧରୁଛନ୍ତି ହେଲା ନିମ୍ନ ସୀମା। ତେଣୁ ଆମେ ଯିବା ଆଗକୁ ଆମେ ଦେଖିବା କଣ ହଉଛି। ତାପରେ ଏଠାରେ ଆପଣଙ୍କର L କେତେ ବାହାରିଗଲା ନା ନିମ୍ନ ସୀମାଟା ଲୋୟର ଲିମିଟ ଯୋଉଟା ଆମେ କହୁଛନ୍ତି L ବୋଲି କହୁଛନ୍ତି ସେଟା ନିମ୍ନ କେତେ ବାହାରିଗଲା ନା 24.5 ବାହାରିଗଲା। ତ n କେତେ 50 n/2 କେତେ 50/2 = 25। ତାପରେ f ଆମର କେତେ ରହିଲା ଫ୍ରିକ୍ୱେନ୍ସି ରହିଲା 16। ଏଟାକୁ ଆମେ ଟିକେ ଜାଣିବା। ତା ଫ୍ରିକ୍ୱେନ୍ସି କେମିତି ରହିଲା 16 ହେଲା। ଦେଖ ଏଇ ଯୋଉ 25 ଯୋଉ 24.5 ରହିଲା। ଏଇ 24.5 ତ ଏଇଟାକୁ ଆମେ ଜାଣିବା ଦରକାର ଯେ 16 କଣ ପାଇଁ ହେଲା? ନା 25 ରେ ତ ଇଏ ହବ ନାହିଁ। 26 ରହୁଛି। 25 ରେ ଆପଣଙ୍କର 26 ରହୁଛି। ହେଲା। ତାପରେ ଆପଣଙ୍କର 24.5 ରହିଲା। ଏଇ ସିଧାରେ ଯୋଉ ରହିଲା ଇଏ ହଉଛି କଣ 16 ରହିଲା। ତା ତଳଟା ଆମର ନବା। ତ ତା ଦେଖନ୍ତୁ 25.5 ଲୋୟର ଲିମିଟ ଆମେ ନଉଛନ୍ତି କଣ? ଆମେ ନଉଛନ୍ତି ଆପଣଙ୍କର କଣ ଫ୍ରିକ୍ୱେନ୍ସି ଆମେ କ୍ୟୁମୁଲେଟିଭ ଫ୍ରିକ୍ୱେନ୍ସି ଟା ଆମର ନବା କଥା। ତ ସିଏ ଆପଣଙ୍କର ହଉଛି କଣ f ଟା ଆମେ ନବା ଯୋଉ ସେଟା ହଉଛି କଣ 16 ଟା ନବା। ତାପରେ f into m ଆମେ ନବା। f into m ମାନେ କଣ? ନା ଆମେ 10 ନେଲେ। 10 କିପରି ନବା ଆମେ ଦେଖିବା। ଦେଖନ୍ତୁ ଆମେ ଫ୍ରିକ୍ୱେନ୍ସି ଟା ଆମେ କଣ ନବା 10 ନଲା। ତ ଆମେ 25 ଟା ଆପଣଙ୍କର ବାହାରିଥିଲା କଣ ଆପଣଙ୍କର ଆପଣଙ୍କର ହଉଛି କଣ ଆମର ବାହାରିଥିଲା କଣ n/2 ବାହାରିଥିଲା। ତ ସେଇ ସିଧାରେ ଆପଣଙ୍କର ଯୋଉ ଫ୍ରିକ୍ୱେନ୍ସି ଟା ଦେଇଛି ସେଇଟାକୁ ଆମେ 10 ବୋଲି ଆମେ ନେଲେ। ତ ଏଇଟାକୁ ଯେମିତି ମୁଁ କହୁଛି ସେଇଭଳିଆ ହିଁ ଆପଣ କାଲକୁଲେସନ କରିବାକୁ ପଡିବ। କୋଉଠୁ ଆପଣ ଡାଟା ଟାକୁ କାଢୁଛନ୍ତି ଦେଖନ୍ତୁ ଆପଣ ଭଲ ଭାବରେ ସେ ଷ୍ଟେଟମେଣ୍ଟ ଟାକୁ ପଢନ୍ତୁ ଆପଣ ଧରିପାରିବେ ହେଲା। ତାପରେ ଆପଣ କଣ f into m ଆମେ କାଢିଦେଲେ କେତେ ଆପଣଙ୍କର 10 କାଢିଦେଲେ ହେଲା।
10 ଯେତେବେଳେ ଆପଣ କାଢିଦେଲେ ମିଡ୍ ପଏଣ୍ଟ ଇନଟୁ 10 ଆମେ କାଢିଦେଲେ। ସେ ମିଡ୍ ପଏଣ୍ଟ ମାନେ ଏଫଏମ୍ କାଢିଦେଲେ କଣ ହବ? ଯୋଉଟା ମିଡ୍ ପଏଣ୍ଟ ଆମର ସିଧାରେ ରହିଲା। କଣ 25 ରୁ ଆପଣ ଯୋଉ ଥିଲା ଆପଣଙ୍କର ଦେଖନ୍ତୁ 25 ରୁ ଆପଣ ଯୋଉ ଡେଟାଟି ଥିଲା ଦେଖିପାରିବେ 25 ରୁ ଯୋଉ ଆପଣଙ୍କର 29 ଥିଲା ହେଲା 25 ରୁ 29 ଥିଲା ସେ ଭିତରେ ଆପଣଙ୍କର ଯୋଉ ଏଫ୍ ଥିଲା ସେଇ ସିଧାରେ ଏଫ୍ ଥିବ ସେଇଟା ହଉଛି 10 ଆପଣ ସେଇ ଦେଖିବେ 10 ଥିଲା ସେଇ 10 ଟାକୁ ଆମେ ଏଫ୍ ଇନଟୁ ଏମ୍ ଆମେ କାଢିଦେଲେ ଏବେ ସୂତ୍ର ପକେଇଦବା ଏଇ ସୂତ୍ର ଯୋଉ ଦେଇଛି ଏଇ ଅନୁସାରେ ଏଲ୍ ପାଇଯାଇଛନ୍ତି ଏଲ୍ କେତେ ନା ଏଲ୍ ହଉଛି 24.5 ଏଇ 24.5 ଲେଖିଦେଲେ ତାପରେ ଏନ୍ କେତେ ନା ଏନ୍ ବାଇ 2 ଟା ଆମେ ଲେଖିଛନ୍ତି କେତେ 50/2 ଲେଖିଦେଲେ ବାସ୍ ଗଲା ଏଫ୍ 50/2 ଲେଖିଦେଲେ ମାଇନସ୍ ଆମେ କଣ କଲେ ନା ମାଇନସ୍ ଏଫ୍ ଏଫ୍ କେତେ ଆମେ କାଢିଛନ୍ତି ନା 16 କାଢିଛନ୍ତି ଲିଖିଦେଲେ ତାପରେ ବାଇ 10 ମାନେ କଣ ଏଫ୍ ଇନଟୁ ଏମ୍ ଆମେ କାଢିଛନ୍ତି କେତେ 10 କାଢିଛନ୍ତି 10 ଲିଖିଦେଲେ ଲେଖିଦେଲା ପରେ ଇନଟୁ 5 5 କୋଉଟା ନା ଆପଣଙ୍କର ହଉଛି ଆଇ ଯୋଉଟା କାଢିଛନ୍ତି 5 ମାନେ ଆଇ ମାନେ ଆପଣଙ୍କର ଏଇ ଯୋଉ 5 ଏଇ ଯୋଉ 5 ଟା ଆପଣଙ୍କର କାଲେ କୋଉଠୁ ଏଟା ବି ଆପଣ ଜାଣିବା ଦରକାର ଯେ ଆପଣଙ୍କର ଏଇ ଯୋଉ ଆଇଟା ଏଇ ଯୋଉ ଆଇଟା ଆମେ କାଢିଲେ କୋଉଠି ଏଟାକୁ ବୁଝିବା ଦରକାର ଆପଣଙ୍କର ପୂର୍ବରୁ ମୁଁ କହିଛି ଆଇ କଣ ହଉଛି ସମ୍ଭାଗର ଆକାର କଣ ଆକାର ଆମକୁ ଦେଖିବା ଦରକାର ଯେ ଆପଣଙ୍କର ଏଇ ଯୋଉ ଭିତରେ ଯୋଉ ଇଣ୍ଟରଭାଲ ଟା ଦେଇଛି କେତେ ଇଣ୍ଟରଭାଲ ଦେଇଛି ଆପଣ ଜାଣିବା ଦରକାର ଦେଖନ୍ତୁ 50 ଲେଖିଲି 51 ଲେଖିଲି 52 ଲେଖିଲି 53 ଲେଖିଲି 54 ଲେଖିଲି ଏଠି ଆପଣ ଦେଖନ୍ତୁ କେତେଟା ସଂଖ୍ୟା ଦେଲା ଆକାର କେତେ ଏଇ ଯୋଉ 50 ରୁ 54 ଭିତରେ କେତେଟା ସଂଖ୍ୟା ଅଛି 50 ଗୋଟେ ଆପଣଙ୍କର ହଉଛି କେତେ 51 ଗୋଟେ 52 ଗୋଟେ 53 ଗୋଟେ 54 ଗୋଟେ ତାମାନେ କେତେଟା ସଂଖ୍ୟା ହେଲା ପାଞ୍ଚଟା ସଂଖ୍ୟା ହେଲା ଏଇ ଭିତରେ ଇଣ୍ଟରଭାଲ ଟା ଆପଣ କେତେ ରହିଛି ନା 5 ରହିଛି ହେଲା ତ ଯେତିକି ଆପଣଙ୍କର ଡାଟା ଦେଇଛି ତା ଭିତରେ ସବୁ ଡିଫରେନ୍ସ କେତେ ରହିଛି 5 ରହିଛି ତ ଏଇ ଯୋଉ 5 ଡିଫରେନ୍ସ ରହିଛି ଏଟାକୁ ଆଇ ବୋଲି ଆମେ ସମ୍ଭାଗର ଆକାର ଆମେ କହୁଛନ୍ତି ଏଇ ସମ୍ଭାଗର ଆକାର ବୋଲି ଆମେ ନଉଛନ୍ତି ତ ଏଇଟା ଆପଣ କନଫ୍ୟୁଜ ରେ ପଡିଯିବେ ସାର୍ ପୁଣି କହିଲେ 5 କୋଉଠୁ ଆଇଲା ତ ଏଇଟା ହଉଛି ଆଇଟା ଆମେ କେତେ 5 ନେଲେ ତ ଆପଣ ଆଶା ଆଶା କରୁଛୁ ଆମେ ବୁଝିପାରୁଥିବୁ ଭଲସେ ତ ଏଟାକୁ ଭଲ ଭାବେ ଦେଖନ୍ତୁ ବୁଝିପାରିବେ 5 ପାଇଗଲେ ତ ଏଟାକୁ ଆମେ ବର୍ତ୍ତମାନ ପୁଟ୍ କରିଦବା ଏଇ ଯୋଉ 5 50/2 ଏଟା ଆମର 25 ହେଇଗଲା କାହିଁକି ନା 50 କୁ 2 ରେ ଡିଭାଇଡ କଲେ 25 16 ରହିଲା ଡେଟା ତାପରେ ଆପଣ କଣ କରିବେ ମାଇନସ କରିଦେଲେ 25 16 ଗଲା ଆପଣ କେତେ ଆପଣଙ୍କର ହେଲା କେତେ 9/10 ଇନଟୁ 5 ତ ଏକୁ ଯେତେବେଳେ ଆପଣଙ୍କର କାଟିଦେଲେ ଆପଣ କେତେ ରହିଲା 4.5 ହେଲା ତ ଏଟାକୁ ପୁଣି ଆପଣ ମିଶାଇ ଦେଲେ କେତେ ହଉଛି 29 ହଉଛି ଆପଣଙ୍କର କେତେ ହଉଛି 29 ଆପଣଙ୍କର ବାହାରୁଛି ତେଣୁ ଉଦାହରଣ ମାଧ୍ୟମରେ ହଉଛି ଆପଣଙ୍କର ମାଧ୍ୟମ କେତେ ବାହାରିଲା ଏଠି 29 ବୋଲି ଆପଣଙ୍କର ବାହାରିଲା ଆମେ ଜାଣିଗଲେ କଣ ମିଡିଆନ ଜାଣିଗଲେ ତ ଗୋଟେ ହଉଛି ଗ୍ରୁପ ଡାଟାରେ ଅନଗ୍ରୁପ ଡାଟାରେ ଜାଣିଲେ ଗୋଟେ ହଉଛି ଗ୍ରୁପ ଡାଟାରେ ଜାଣିଲେ ତାପରେ ଆମେ ଜାଣିବା କଣ ମୋଡ ଜାଣିବା ଗରିଷ୍ଠ ମାନେ କଣ ଆମକୁ ବୁଝିବାକୁ ପଡିବ ସେଠି ଆମେ ଜାଣିଲେ ଗୋଟେ ଏଭରେଜ କାଢିବା ଗୋଟେ ହଉଛି ମିଡ ପଏଣ୍ଟ କାଢିବା ଏଠି ଗରିଷ୍ଠ ମାନେ କଣ ଆମକୁ ବୁଝିବାକୁ ପଡିବ ତ ଲବ୍ଧାଙ୍କ ଅନୁକ୍ରମରେ ପର୍ଯ୍ୟାୟରେ ଯେଉଁ ଲବ୍ଧାଙ୍କଟି ଅଧିକ ବାର ଦେଖାଯାଏ ସେଇ ଲବ୍ଧାଙ୍କୁ ଗରିଷ୍ଠ କୁହାଯାଏ ତାମାନେ ଆପଣଙ୍କୁ କୁହାଯିବ ଯେ ଗୋଟେ ଡେଟା ଦେଲା ଯେ ପିଲା ମାନେ 50 ରୁ 70 ଭିତରେ କେତେ ଜଣ ପିଲା ରଖିଛନ୍ତି ତ 70ଟା ଯେତେ ଥର ରଖିଥିବେ ସେ 70ଟା ହଉଛି ଗରିଷ୍ଠକ 70ଟା ପିଲା ଅଧିକ ମାନେ 70 ମାର୍କ ଟା ପିଲା ବହୁତ ପିଲା 70 ମାର୍କ ରଖିଛନ୍ତି ବହୁତ ପିଲା ଯୋଉ 70 ମାର୍କ ରଖିଛନ୍ତି 70ଟା ହେଲା ଗରିଷ୍ଠକ କିପରି ଆମେ ଦେଖିବା ଏଇଠି ଗୋଟେ ଏକ୍ସାମ୍ପଲ ଦେଇ ଦେଖନ୍ତୁ 10 ଜଣ ପିଲା ଗୋଟିଏ ପରୀକ୍ଷାରେ ପାଇଥିବା ନମ୍ବର ନିମ୍ନରେ ଦିଆଗଲା ତା ଦେହରୁ ଗରିଷ୍ଠକ ନିର୍ଣ୍ଣୟ କର ତାମାନେ ଯୋଉ ମାର୍କ ଟା ରଖିଲେ କିଏ ରଖିଥିବ 45 କିଏ ରଖିଥିବ 50 କିଏ ରଖିଥିବ 60 କିଏ ରଖିଥିବ 70 ଏଗୁଡା ସବୁ ମାର୍କ ରଖିଥିବେ ତମେ ଦେଖିବା ଏଠି ଦେଇଛି କଣ 50 45 10 ଜଣ ପିଲାଙ୍କର ମାର୍କ ଏଟା 52 54 46 54 51 54 49 47 ଏମିତି ମାର୍କ ରଖିଛନ୍ତି ତ ଆମେ ତାକୁ କଣ କରିବା ଆମେ ଦେଖିବାକୁ ପଡିବ ଯେ ଏଠି ଆପଣଙ୍କର ଯୋଉ ମାର୍କ ରହିଛି ଏ ମାର୍କ ଟାକୁ ଆମକୁ ଜାଣିବାକୁ ପଡିବ ଯେ କେତେ କୋଉଟା ଗରିଷ୍ଠକ ଆମେ ଜାଣିବାକୁ ପଡିବ ତ ଏହି ଲବ୍ଧାଙ୍କ ଅନୁକ୍ରମେ 3 ଜଣ ପିଲା 54 ରଖୁଛନ୍ତି ଦେଖିପାରିବ 3 ଜଣ ପିଲା ଏଠି ଗୋଟେ 54 ଟା କେତେ ଥର ଅଛି ଦେଖିବା 1 2 3 54 ଟା ସର୍ବାଧିକ ଅଛି ତ 54 ଟା ଯେତେବେଳେ ସର୍ବାଧିକ ଅଛି ତ ଏଇ ଅନୁକ୍ରମରେ 54 ଅଧିକ ବାର ଦେଖାଯାଉଥିବା ସେଟା ହଉଛି ଗରିଷ୍ଠକ ଏଟା ହଉଛି ଗରିଷ୍ଠକ ତ ଆପଣ ସିଧା ଡାଟା ଏଇଭଳିଆ ଦେଇଥିବ କହିବେ ଗରିଷ୍ଠକ ବା ଆପଣଙ୍କର ମୋଡ କାଢନ୍ତୁ ସିଧା ଦେଖିବେ କୋଉଟା କେତେ ଥର ଏଇ ନମ୍ବର ଟା ରିପିଟ ହେଇଛି ତ ଦେଖିନା 54 ଟା ଅଧିକ ଥର ରିପିଟ ହେଇଛି 54 ଟା ହଉଛି ଗରିଷ୍ଠକ ଏଟା ହଉଛି କଣ ଯୋଉଠି ଦେଇଥିବ ଅନଗ୍ରୁପ ଡାଟା ଦେଇଥିବ
ଯେତେବେଳେ ଗ୍ରୁପ ଡାଟା ଦେଇଥିବ ତାର ଟିକେ ସୂତ୍ର ଅଲଗା ଅଛି ଆପଣ ଜାଣନ୍ତୁ। କଣ ନା ଶ୍ରେଣୀବଦ୍ଧ ହୋଇଥିବା ଲବ୍ଧାଙ୍କ ଗୁଡିକର ଗରିଷ୍ଠକ ନିର୍ଣ୍ଣୟ କରିବା ପାଇଁ ସମୟରେ ଦୁଇ ପ୍ରକାର ଗରିଷ୍ଠକ ବିଚାର କରାଯାଏ। ସେଗୁଡିକ ହେଉଛି କଣ ସ୍ଥୂଳ ଗରିଷ୍ଠକ, ଗୋଟେ ହେଉଛି କ୍ରଡ ମୋଡ, ଆଉ ଗୋଟେ ହେଉଛି କଣ ଟ୍ରୁ ମୋଡ, ଯୋଉଟା କି ହେଉଛି ପ୍ରକୃତ ଗରିଷ୍ଠକ। ତ ସ୍ଥୂଳ ଗରିଷ୍ଠକ ଆମେ କାହାକୁ କୁହନ୍ତି ଏଟାକୁ ଆମେ ଜାଣିବାକୁ ପଡିବ। ତ ସ୍ଥୂଳ ଗରିଷ୍ଠକ ହେଉଛି କଣ ଯେଉଁ ସମ୍ଭାଗରେ ପୌନଃପୁନ୍ୟ ସର୍ବାଧିକ ଥାଏ, ଯେଉଁ ସମ୍ଭାଗରେ ପୌନଃପୁନ୍ୟ ସର୍ବାଧିକ ଥାଏ ସେହି ସମ୍ଭାଗର ମଧ୍ୟବିନ୍ଦୁ ସ୍ଥୂଳ ଗରିଷ୍ଠକ ହୋଇଥାଏ। ଯେମିତି ଉଦାହରଣ ତମ 4 ରେ ଆ, ଉଦାହରଣ 4 ରେ କଣ ଦେଲା ନା 70 ରୁ 74, ଉଦାହରଣ 4 ଦେଇଦେଲା 70 ରୁ 74 ସମ୍ଭାଗରେ ପୌନଃପୁନ୍ୟ ସର୍ବାଧିକ ଅଟେ। କାହିଁକି ନା ତେଣୁ ସେଥିରେ ସମ୍ଭାଗର ମଧ୍ୟବିନ୍ଦୁ ହଉଛି 72। କେତେ ହଉଛି 72 ଆମେ କହୁଛନ୍ତି। ସେ ହଉଛି ପ୍ରକୃତ ବିସ୍ତୃତିତ ଗରିଷ୍ଠକ। ଆଉ ପ୍ରାକୃତିକ ଗରିଷ୍ଠକ ବା ଏଇଟା ହେଲା ସ୍ଥୂଳ ଗରିଷ୍ଠକ ଗଲା। ପ୍ରାକୃତିକ ଗରିଷ୍ଠକ କଣ ନା ସେଇ ଶ୍ରେଣୀବଦ୍ଧ ହୋଇଥିବା ସମ୍ଭାଗରେ ପ୍ରକାଶିତ ହୋଇଥିବା ଲବ୍ଧାଙ୍କ ଗୁଡିକରେ ପ୍ରାକୃତିକ ଗରିଷ୍ଠକ ନିର୍ଣ୍ଣୟ କରିବା ପାଇଁ ସୂତ୍ରଟି ବ୍ୟବହାର କରାଯାଇଛି। କିପରି ନା ଏଇଟା ହଉଛି ଆପଣଙ୍କ ପ୍ରାକୃତିକ ଗରିଷ୍ଠକ ହିଁ କ୍ୱେଶ୍ଚନ ପଚାରିବ। ମୋଡ ଇଜ ଇକ୍ୱାଲ ଟୁ 3 ମିଡିଆନ ମାଇନସ 2 ମିନ୍, ଏଇ କ୍ୱେଶ୍ଚନଟା ହିଁ ଆସେ, ମନେ ରଖିଥିବ ହେଲା। ତ ଆପଣଙ୍କର ଏଥିରେ ତ ଆପଣଙ୍କର ଦେଖିନେବେ 70 ରୁ 74, ଏଥିରେ ଆପଣଙ୍କର କଣ ହେଲା ପୌନଃପୁନ୍ୟ ସର୍ବାଧିକ କୋଉଟା ନା ଆପଣଙ୍କର କେତେ ଦେଖନ୍ତୁ ଏଇଟା ହଉଛି କଣ ଆପଣ ଲେଖିଲେ କେତେ 70 ଲେଖିଲେ, 71 ଲେଖିଲେ, 72 ଲେଖିଲେ, 73 ଲେଖିଲେ, 74 ଲେଖିଲେ। ଦେଖନ୍ତୁ ଏଠି କ୍ୱେଶ୍ଚନ ପଚାରିଛି କଣ ନା ଯେଉଁ ସମ୍ଭାଗରେ ପୌନଃପୁନ୍ୟଙ୍କ ସର୍ବାଧିକ ଥାଏ, ଯୋଉଟା ସର୍ବାଧିକ ଥିବ ସେହି ସମ୍ଭାଗର ମଧ୍ୟବିନ୍ଦୁ ସ୍ଥୂଳ ଗରିଷ୍ଠକ ହୋଇଥାଏ। ତାମାନେ ୟା ଭିତରୁ ୟା ଭିତରେ 70 ରୁ 74 ଭିତରେ ସର୍ବାଧିକ 74 ମାର୍କ ରଖୁଥିଲେ ପିଲା। ହଁ, ତ ଯୋଉ 74 ମାର୍କ ରଖୁଥିଲେ ଦେଖିପାରିବେ ଯୋଉଟା କି ଆମେ 74 ମାର୍କ ବୋଲି ଆମେ କହୁଛନ୍ତି, ମାନେ ଆମେ କହୁଛନ୍ତି କଣ 70 ରୁ 74 ଭିତରେ ଆମେ କଣ କହିଲେ ନା ପୌନଃପୁନ୍ୟ ସର୍ବାଧିକ ଅଟେ। ତ 74 ରୁ 70 ରୁ 74 ଭିତରେ ରଖିଲେ 70 ରୁ 74 ଭିତରେ ହିଁ ମାର୍କ ପିଲା ରଖୁଛନ୍ତି। ତ ତା ଭିତରେ ମିଡ୍ ପଏଣ୍ଟ ଟା କେତେ ନା ଦେଖନ୍ତୁ ୟା ଭିତରେ ମିଡ୍ ଟା ହଉଛି 72 ରହୁଛି। ତେଣୁ 72 ଆମେ କାଟିଦେଲେ ଏଇଟା ସ୍ଥୂଳ ଗରିଷ୍ଠକ କହିଲେ। ପ୍ରକୃତ ଗରିଷ୍ଠକର ଫର୍ମୁଲା ହଉଛି କଣ ନା ମୋଡ ଇଜ ଇକ୍ୱାଲ ଟୁ 3 ମିଡିଆନ ମାଇନସ 2 ମିନ୍, ଯୋଉଟା କି ଆମ ହଉଛି ଗ୍ରୁପ ଡାଟାରେ। ଆମକୁ ମନେ ରଖିବା ଦରକାର 3 ମିଡିଆନ ହଉଛି କଣ ମାଧ୍ୟମର 3ଟା ଗୁଣ କାଢିବାକୁ ପଡିବ, ଆଉ 2 ମିନ୍ ହଉଛି ମାଧ୍ୟମରେ 2 ଗୁଣ କାଢିବାକୁ ପଡିବ। ଦୁଇଟା ଗୁଣ ମାନେ 2 ଗୁଣ ଯାହା ଥିବ ତାକୁ ଇଣ୍ଟୁ 2 କରିବା ହେଲା। ତେଣୁ ଆପଣଙ୍କର ଗୋଟେ କ୍ୱେଶ୍ଚନ ଦେଲା କଣ କି ମନେ କରାଯାଉ କୌଣସି ପୌନଃପୁନ୍ୟ ବିସ୍ତୃତର ମାଧ୍ୟ ଅ, ହେଉଛି ଏଇଭଳିଆ କ୍ୱେଶ୍ଚନ ଦବ। ଆଉ କଣ ନା ମାଧ୍ୟ ହେଉଛି କଣ ନା ଆପଣଙ୍କର 170 ଏମିତି କରି ଦବ। ଆଉ ମାଧ୍ୟମ ହଉଛି 172। ତେଣୁ ଆପଣଙ୍କର ଫାଷ୍ଟ ମାଧ୍ୟ ଦେଇଦେଲା, ମିନ୍ ଦେଇଦେଲା 170, ଆଉ ମାଧ୍ୟ ମିଡିଆନ ଦେଇଦେଲା କେତେ 172। ତେବେ ସେମାନଙ୍କ ଗରିଷ୍ଠ ନିର୍ଣ୍ଣୟ କର। ତ 3 ମିଡିଆନ ମାଇନସ 2 ମିନ୍, 3 ମିଡିଆନ କେତେ 172 ହଉଛି କଣ ମିଡିଆନ। ତ 3 ଇଣ୍ଟୁ ମିଡିଆନ ଲେଖିଦେଲେ, ପୁଣି 2 ମିଡିଆନ 2 ଇଣ୍ଟୁ ମିଡିଆନ ମାନେ ଆମର ମିନ୍ କେତେ ନା 170। ତ 2 ଇଣ୍ଟୁ 170 ତମେ ଲେଖିଦେଲେ, ତାମାନେ ଆପଣ କେତେ 516 ପାଇଲେ, ଏପଟରେ 340 ପାଇଲେ, ତ ମାଇନସ କରିଦେଲେ ହଉଛି 176। ତ 176 ଟା ହଉଛି କଣ ନା ଆପଣଙ୍କର ବାହାରିଲା ମୋଟ, ଯୋଉଟା କି ହଉଛି ଗ୍ରୁପ ଡାଟାରେ। ସେଇଭଳିଆ ଆପଣ କ୍ୱେଶ୍ଚନ ଦେଇଥିବ ଆରାମସେ ଆପଣ କରିପାରିବେ। ତାପରେ ଆସିଲା କଣ ନା ଆପଣଙ୍କର କ୍ୱେଶ୍ଚନ ବି ଆସିଥାଏ କଣ ନା ଆପଣଙ୍କର କ୍ୱେଶ୍ଚନ ଆସିଥିବ ବିଭିନ୍ନ ପ୍ରକାର କଣ ନା ଆପଣଙ୍କର ଧର ଦେଲା ୟୁଜ ଅଫ, ଆପଣଙ୍କର ତା ଦେହରୁ ପଚାରିବ ଯେ ମିନ୍ ର ୟୁଜ କଣ ପାଇଁ କରାଯାଏ, ମିଡିଆନ ର ୟୁଜ କଣ ପାଇଁ କରାଯାଏ, ମାଧ୍ୟମରେ ବା ଆପଣଙ୍କର ହଉଛି ସରି ଗରିଷ୍ଠକ ବା ମୋଡ ର ୟୁଜ କଣ ପାଇଁ କରାଯାଇଥାଏ। ତାପରେ ଫାଷ୍ଟ ଦେଖିବା କଣ ନା ଫାଷ୍ଟ ହଉଛି ମାଧ୍ୟର ବ୍ୟବହାର ବା ୟୁଜ ଅଫ ଦ ମୋଡ ଆମେ କହୁଛନ୍ତି। କଣ ନା ଯେତେବେଳେ ପୌନଃପୁନ୍ୟ ବିସ୍ତୃତିର କେନ୍ଦ୍ରବିନ୍ଦୁ ଚାରି ପାଖରେ ଲବ୍ଧାଙ୍କ ଗୁଡିକର ସମିତ ପରିବଣ୍ଟନ ବା ସିମେଟ୍ରିକାଲି ଡିଷ୍ଟ୍ରିବ୍ୟୁସନ ହୋଇଥିବ ସେତେବେଳେ ମାଧ୍ୟ ବ୍ୟବହାର କରାଯାଇଥାଏ। ମାଧ୍ୟ ମାନେ କଣ ଆମେ କହୁଛନ୍ତି କଣ ମିନ୍ ବୋଲି ଆମେ କହୁଛନ୍ତି, ମିନ୍ ମାନେ ଏଭରେଜ କାଢିବା। ଯେତେବେଳେ ସେ କଣ କହୁଛି ନା ପୌନଃପୁନ୍ୟ ଗୁଡିକ ବା ଆପଣଙ୍କର ଯୋଉ ଡେଟାଟା ଦେଇଛି ଲବ୍ଧାଙ୍କ ଗୁଡିକର ସମିତ ବଣ୍ଟନ ହେଇଥିବ, ସିମେଟ୍ରିକାଲି ଡିଷ୍ଟ୍ରିବ୍ୟୁସନ ହେଇଥିବ ସମାନ ଭାବରେ, ସେତେବେଳେ ଆମେ ଏଟା କାଢିବା। ତାପରେ ସେ କଣ କହୁଛି ନା ମାଧ୍ୟମା ଏବଂ ଗରିଷ୍ଠକ ତୁଳନାରେ ମାଧ୍ୟ ସ୍ଥାୟୀ ଅଟେ। ମାଧ୍ୟଟା କଣ ମାଧ୍ୟମା ଆଉ ଗରିଷ୍ଠକ ତୁଳନାରେ ମାଧ୍ୟଟା ସ୍ଥାୟୀ ଅଟେ, କାହିଁକିନା ଏଭରେଜ କାଢୁଛନ୍ତି ନା ଏଟା ସ୍ଥାୟୀ ଅଟେ। ତେଣୁ ସେତେବେଳେ କେନ୍ଦ୍ର ପ୍ରବଣତାର ମାପକ ମଧ୍ୟରୁ ଅପେକ୍ଷାକୃତ ସର୍ବାଧିକ ସ୍ଥାୟୀ ମାପକ ଆବଶ୍ୟକତା ହୁଏ, ସେତେବେଳେ ମାଧ୍ୟ ହୁଏ। ଯେତେବେଳେ ଆପଣ କାଢୁଛନ୍ତି କଣ ମେଜର ଅଫ ସେଣ୍ଟ୍ରାଲ ଟେଣ୍ଡେନ୍ସି କାଢୁଛନ୍ତି, ସେତେବେଳେ ସବୁଠାରୁ
ଠିକ୍ ମାପଟା ହଉଛି କଣ? ନା ଆପଣଙ୍କର ହଉଛି ମିନ୍ ହଉଛି ମାପଟା। ତାପରେ କେତେକ ଉଚ୍ଚ ମାପକ ଥାଏ, ଯୋଉଟାକି ଆମେ ଜାଣିଛନ୍ତି ତାଠାରୁ ବି ଅଧିକ ମିନ୍ ଡେଭିଏସନ୍ ଥାଏ। ଆପଣ ଷ୍ଟାଣ୍ଡାର୍ଡ ଡେଭିଏସନ୍ ଥାଏ, କୋଏଫିସିଏଣ୍ଟ କୋରିଲେସନ୍ ବି ଥାଏ। ଏଟା ବି ଆପଣଙ୍କର ଥାଏ। ଏଟା ଆପଣ କ୍ୱେଶ୍ଚିନ୍ ଆସିବନି ଆପଣଙ୍କର ଯେତିକି ସିଲାବସ୍ ଦେଇଛି ସେଇଠୁ କ୍ୱେଶ୍ଚିନ୍ ଆସିବ। ତାପରେ ହେଲା ମାଧ୍ୟର ଦୁର୍ବଳତା କଣ ଲିମିଟେସନ୍ ଅଫ୍ ମିନ୍। ସେଟାକୁ ଆମେ ଜାଣିବାକୁ ପଡିବ। କଣ ନା ପୌନଃପୁନ୍ୟ ବିସ୍ତୃତିର ସର୍ବୋଚ୍ଚ ଓ ସର୍ବନିମ୍ନ ଲବ୍ଧାଙ୍କ ଏକ୍ସଟ୍ରିମ୍ ସ୍କୋର ଯୋଉଟା କୁହାହଉଛି ମାଧ୍ୟକୁ ପ୍ରଭାବିତ କରେ। ତାମାନେ ଏକ୍ସଟ୍ରିମ୍ ସ୍କୋରଟା ଯେତେବେଳେ ଥିବ ସିଏ ପ୍ରଭାବିତ କରିବ ସେ ଜାଗାରେ କାଢିବା ଟିକେ କଷ୍ଟ ଥିବ। ଯେମିତିକି ବହୁତ ଡାଟା ଦେଇଥିବ। ହେଲା। ସ ସ ଆପଣଙ୍କର ପୌନଃପୁନ୍ୟର ବିସ୍ତୃତିର ସର୍ବୋଚ୍ଚ ଓ ସର୍ବନିମ୍ନ ଲବ୍ଧାଙ୍କ ଦେଇଥିବ। ଏପରି କ୍ଷେତ୍ରରେ ମାଧ୍ୟ ଲବ୍ଧାଙ୍କଗୁଡିକ ଉପଯୁକ୍ତ ପ୍ରତିଦ୍ୱନ୍ଦ୍ୱୀ କରିପାରେ ନାହିଁ। ତ ଏଟା ଠିକ୍ ଏଭରେଜ କାଢି ପାରିବ ନାହିଁ। ସେ ଜାଗାରେ ଆପଣଙ୍କୁ ମାଧ୍ୟ ସବୁ କ୍ଷେତ୍ରରେ ବ୍ୟବହାର କରାଯାଇପାରେ ନାହିଁ। ଏଟା ବି ଆପଣ ଜାଣିଛନ୍ତି। ତାପରେ ଏହା ଗଣନା କଠିନ ଓ ସମୟ ସାପେକ୍ଷ ହୋଇଥାଏ। ତେଣୁ ସେଥିପାଇଁ ଆମେ ଅଲଗା ମାପକ ବ୍ୟବହାର କରନ୍ତି ଯେମିତି ମିନ୍, ମୋଡ୍ ଆଉ ଷ୍ଟାଣ୍ଡାର୍ଡ ଡିଭିଏସନ୍ ବି ଅଛି। ମାପକ ବିଚ୍ୟୁତି ଯୋଉଟା ଆମେ କହୁଛନ୍ତି। ହେଲା। ତାପରେ ହଉଛି କଣ ମାଧ୍ୟମ ଆପଣ ମିନ୍ ର ୟୁଜେସ୍ ବିଷୟରେ ଜାଣିବା। ତ ଆପଣ ମିନ୍ ନ ଜାଣୁଥିଲେ ୟୁଜେସ୍ ଆଉ ଲିମିଟେସନ୍। ଏବେ ଜାଣିବା ମାଧ୍ୟମର ବା ମିଡିଆନ ଆପଣଙ୍କର ଜାଣିବା କଣ ବ୍ୟବହାର ବିଷୟରେ ଜାଣିବା। କୌଣସି ବିସ୍ତୃତିର ଠିକ୍ ମଧ୍ୟବିନ୍ଦୁ ଜାଣିବାକୁ ହେଲେ ମାଧ୍ୟମା ବ୍ୟବହାର କରାଯାଏ। ଆମେ ଜାଣିଛନ୍ତି ମଧ୍ୟବିନ୍ଦୁ ଆମେ ଜାଣିବା। ତାପରେ କଣ କହୁଛି ପୌନଃପୁନ୍ୟ ବିସ୍ତୃତିର ସର୍ବୋଚ୍ଚ ଓ ସର୍ବନିମ୍ନ ଲବ୍ଧାଙ୍କ ଏହାର ମାଧ୍ୟକୁ ପ୍ରଭାବିତ କରିପାରେ କିନ୍ତୁ ଏହା ମାଧ୍ୟମକୁ ନୁହେଁ। ମାନେ ମାଧ୍ୟକୁ ଏହା ପ୍ରଭାବିତ କରିବ। ସେ ଜାଗାରେ ଆପଣଙ୍କର 2 ଟା ଡାଟା ଦେଇଥିବ ତା ଭିତରୁ ସର୍ବୋଚ୍ଚ ସର୍ବନିମ୍ନ ଦେଇଥିବ ଯେମିତିକି 10 ରୁ 20 ସର୍ବନିମ୍ନ ଆପଣଙ୍କର ଦେଇଥିବ 10, 20 ଦେଇଥିବ ସର୍ବାଧିକ। ତା ଭିତରୁ ଡାଟା କାଢିବାକୁ ହେଲେ ଆପଣ ଏଭରେଜରେ ଟିକେ କଷ୍ଟ ହବ। କିନ୍ତୁ ମିଡିଆନ ଏଟା ସହଜ। ତେଣୁ ଏ କ୍ଷେତ୍ରରେ ମାଧ୍ୟମା ବ୍ୟବହାର କରାଯାଇଥାଏ। ଏଟା ମନେ ରଖିଥିବେ। ଯୋଉଠି ମିନ୍ କାମ କରିବନି ମାଧ୍ୟମା କାମ କରିବ। ମିଡିଆନ କାମ କରିବ। ଯଦି ବିସ୍ତୃତିର ଅସମାନ ସମ୍ଭାଗ ବା ଅନଇକ୍ୱାଲ କ୍ଲାସ୍ ଇଣ୍ଟରଭାଲ ରହିଥାଏ ତେବେ ଏ କ୍ଷେତ୍ରରେ ମାଧ୍ୟମା ବ୍ୟବହାର ଯୋଗ୍ୟ ଅଟେ। ଯୋଉଟାକି ହଉଛି ଗ୍ରୁପ ଡାଟାରେ ମନେ ରଖିଥିବେ ଏଟା କ୍ଲାସ୍ ଇଣ୍ଟରଭାଲ ଦେଇଥିବ। ହେଲା। ତାପରେ ଆପଣଙ୍କ ଆସିଲା କଣ? ମାଧ୍ୟମର ଦୁର୍ବଳତା। ମାଧ୍ୟ ପରି ମାଧ୍ୟମରେ ବି କିଛି ଦୁର୍ବଳତା ରହିଛି ଆପଣ ଜାଣିବା ଦରକାର। ଏହା ବିଶ୍ୱସନୀୟ ବା ହାରାହାରି ମାପକ ନୁହେଁ। ଏଟା କାହିଁ ହାରାହାରି ନା ମିନ୍ ଟା ତ ହଉଛି ହାରାହାରି। ଏଟା ହାରାହାରି ନୁହେଁ। ତେଣୁ ମାଧ୍ୟମାରେ ବୀଜଗଣିତ ନିୟମ ପ୍ରୟୋଗ ହୋଇନଥାଏ। ବୀଜଗଣିତ ଆପଣଙ୍କର ଆଲଜେବ୍ରିକ ଲାଗିପାରିବ ନାହିଁ। ମାଧ୍ୟମା ନିର୍ଣ୍ଣୟ କରିବାକୁ ହେଲେ ଲବ୍ଧାଙ୍କଗୁଡ଼ିକ ସଜାଇ କରି ଲେଖିବାକୁ ପଡିଥାଏ, ଯାହା ମାଧ୍ୟମ ଆଉ ଗରିଷ୍ଠଙ୍କ ପାଇଁ ଆବଶ୍ୟକତା ନଥାଏ। ତ ଯାହା ମାଧ୍ୟମକୁ ସଜେଇକି ଲେଖିବା ଦରକାର ନାହିଁ କୋଉଠି ଆପଣ ମିନରେ ଦରକାର ନାହିଁ କି ମୋଡରେ ଦରକାର ନାହିଁ କିନ୍ତୁ ମିଡିଆନରେ ଦରକାର। ତେଣୁ ସମୟ ସାପେକ୍ଷ ଏଟା ଅଲ୍ଟରନେଟିଭଲି କହୁଛି ଏଟା ସମୟ ସାପେକ୍ଷ ବୋଲି ଆଉ। ତାପରେ ଗରିଷ୍ଠକ ବ୍ୟବହାର ବିଷୟରେ ଜାଣିବା, ୟୁଜ୍ ଅଫ୍ ଦ ମୁଡ୍ ଆମେ ଜାଣିବା। ତ ଯେତେବେଳେ ପୌନଃପୁନ୍ୟ ସଂଖ୍ୟାର ବିସ୍ତୃତି କେନ୍ଦ୍ର ପ୍ରବଣତାର ମାପକ ସମ୍ବନ୍ଧରେ ତୁରନ୍ତ ସମୀକରଣ ସମାଧାନ ଆବଶ୍ୟକ ହୋଇଥାଏ, ସେତେବେଳେ ଗରିଷ୍ଠକ ବ୍ୟବହାର କରାଯାଇଥାଏ। ସେତେବେଳେ କଣ ନା ପୌନଃପୁନ୍ୟ ବିସ୍ତୃତିର ବୈଶିଷ୍ଟ୍ୟ ସୂଚନା ଏକ ସଂଖ୍ୟା ବା ମୋଷ୍ଟ ଟାଇପିକାଲି ଭ୍ୟାଲୁ ଆମକୁ ଦେଖିବାକୁ ପଡିଥାଏ। କୋଉଟା ବାରମ୍ବାର ରିପିଟ୍ ହଉଛି ସେଟାକୁ ଆମେ ଦେଖିବାକୁ ପଡିବ। ଯେମିତି ଆପଣ କହିଲେ 54 ଟା ହଉଛି ରିପିଟ୍ ହଉଛି। ଯେମିତିକି 71 ରୁ 74 ଭିତରେ ଆପଣଙ୍କର ସ୍ଥୂଳ ଗରିଷ୍ଠକୁ ଆମେ କାଢିଲେ 72 ସେଥି ଭିତରେ 72 ଟା ହଉଛି ମିଡ୍ ବୋଲି ଆମେ କାଢିଥିଲେ। ଆଉ ଆପଣଙ୍କର ହଉଛି କଣ ପ୍ରକୃତ ଗରିଷ୍ଠକ ବା ଆପଣଙ୍କର ମୋଡ୍ ଆମର ହଉଛି ରିଅଲ ମୋଡ୍ ଆମେ କାଢୁଛନ୍ତି କଣ 3 ମିଡିଆନ ମାଇନସ୍ 2 ମିନ୍ ଆମେ କାଢୁଛନ୍ତି। ଏଟା ହଉଛି ସୂତ୍ର। ମନେ ରଖିଥିବେ। ଆଉ ଲିମିଟେସନ କଣ? ନା ଲିମିଟେସନ ଅଫ ଦ ମୋଡ୍ କଣ କହୁଛି ନା ଗରିଷ୍ଠକ ସବୁ କ୍ଷେତ୍ରରେ ବ୍ୟବହାର କରାଯାଇପାରେ ନାହିଁ। ଯେମିତି ମିନ୍ ସବୁ କ୍ଷେତ୍ରରେ ହବନି କି ମିଡିଆନ ସବୁ କ୍ଷେତ୍ରରେ ହବନି। ତେଣୁ ଆପଣଙ୍କର ମୋଡ୍ ବି ସବୁ କ୍ଷେତ୍ରରେ ବ୍ୟବହାର ହବ ନାହିଁ। ଏହା ବୀଜଗଣିତ ନିୟମ ଉପରେ ପର୍ଯ୍ୟବେସିତ ହୋଇନଥାଏ ବି। ଏଟା ବି ବୀଜଗଣିତ ବା ଏଲଜେବ୍ରିକ ଉପରେ ପର୍ଯ୍ୟବେସିତ ନୁହେଁ। ପୌନଃପୁନ୍ୟ ବିସ୍ତୃତିର ଉପଯୁକ୍ତ ପ୍ରତିନିଧିତ୍ୱ କରୁଥିବା ଏକ ସଂଖ୍ୟା ଭାବରେ ଗରିଷ୍ଠକ ଗ୍ରହଣ ଯୋଗ୍ୟ ବି ନୁହେଁ। ତାମାନେ ଆମକୁ ଗରିଷ୍ଠକ ସବୁ କ୍ଷେତ୍ରରେ ନୁହେଁ। ଯେମିତି ଡାଟା ଦେଇଥିବ ଯୋଉଟା ରିପିଟ୍ ହେଇଥିବ ଅଧିକାଂଶ ଏଟା କରିବେ ନହେଲେ ଗ୍ରୁପ ଡାଟାରେ ଆପଣଙ୍କର 3 ମିଡିଆନ ମାଇନସ୍ 2 ମୋଡ୍ କରିକି ଆପଣ କାଢିପାରିବେ। ଏଟା ହଉଛି ସୂତ୍ର। ଏଟା ଥିଲା ଆପଣଙ୍କର କଣ ମିନ୍ ମିଡିଆନ ମୋଡ୍ ଗଲା ଗୋଟେ ମେଜର ଅଫ ସେଣ୍ଟର ଟେଣ୍ଡେନ୍ସି ଗଲା। ତାପରେ ଆସିଲା ଷ୍ଟାଣ୍ଡାର୍ଡ ଡେଭିଏସନ। ଆପଣଙ୍କ ସିଲାବସରେ ଆପଣଙ୍କ ଷ୍ଟାଣ୍ଡାର୍ଡ ଡେଭିଏସନ ହିଁ ଅଛି। ମିନ୍ ଡେଭିଏସନ ନାହିଁ କି କୋଏଫିସିଏଣ୍ଟ କୋରିଲେସନ ନାହିଁ ଆପଣଙ୍କର ବା କ୍ୱାର୍ଟାଇଲ ଡେଭିଏସନ ବି ନାହିଁ ଆପଣଙ୍କର। ହେଲା। ତେଣୁ ଆପଣ ଷ୍ଟାଣ୍ଡାର୍ଡ ଡେଭିଏସନ ଦେଇ ଷ୍ଟାଣ୍ଡାର୍ଡ ଡେଭିଏସନ ଆମେ କରିବା ମାନକ ବିଚ୍ୟୁତି ବୋଲି ଆମେ କହୁଛନ୍ତି। କଣ କହୁଛନ୍ତି ମାନକ ବିଚ୍ୟୁତି। ଏଟା କଣ ବୁଝିବା ଦରକାର ମାନକ ବିଚ୍ୟୁତି କଣ? ନା ଲବ୍ଧାଙ୍କ ଗୁଡିକର ବିଚରଣ ସ୍ଥିତିର ସୂଚକ ବା ଷ୍ଟେବୁଲ ଇଣ୍ଡେକ୍ସକୁ ଆମେ କହୁଛନ୍ତି। କଣ? ନା ହେଉଛି ମାନକ ବିଚ୍ୟୁତି ବା ଷ୍ଟାଣ୍ଡାର୍ଡ ଡେଭିଏସନ କହୁଛନ୍ତି। ବା ଆପଣଙ୍କୁ ଗୋଟେ ଡାଟା ଦେଇଛି ତାର ଷ୍ଟେବୁଲ ଇଣ୍ଡେକ୍ସ ଟାକୁ ଆମକୁ ଚେକ୍ କରିବାକୁ ପଡିବ। ମାନକ ବିଚ୍ୟୁତି ଆମେ ଚେକ୍ କରିବା। କେମିତି ଏକ୍ସାମ୍ପଲ ଦେଲେ ଆମେ ବୁଝିପାରିବା କଣ? ନା କାଲକୁଲେସନ ଦ ଷ୍ଟାଣ୍ଡାର୍ଡ ଡେଭିଏସନ
ଫ୍ରମ୍ ଅନଗ୍ରୁପଡ୍ ସ୍କୋରରେ। କଣ? ନା ମନେକର ଆମ ପାଖରେ 10 ଜଣ ପିଲାଙ୍କର ଲବ୍ଧାଙ୍କ ସ୍କୋର ଅଛି। ତାଙ୍କର ସ୍କୋର ଅଛି 10 ଜଣ ପିଲାଙ୍କର। କଣ ସେଇ ଲବ୍ଧାଙ୍କଗୁଡ଼ିକର ମାନଙ୍କ ବିଚ୍ୟୁତି ନିର୍ଣ୍ଣୟ କରିବା। କିପରି? ନା ଆପଣଙ୍କର ସ୍କୋର ଦେଇଛି କେତେ ଦେଖନ୍ତୁ 10, 10, 11, 12, 14, 13, 16, 19, 18, 17 ଏଇଟା ଆପଣଙ୍କୁ ଦେଇଥିଲା ଦେଖନ୍ତୁ। ଆପଣ ଦେଲା 10, 10, 11, 12, 14, 13, 16, 19, 18, 17 ଆପଣଙ୍କୁ ଦେଇଦେଲା। ଷ୍ଟାଣ୍ଡାର୍ଡ ଡେଭିଏସନ ସୂତ୍ର ଷ୍ଟାଣ୍ଡାର୍ଡ ଡେଭିଏସନ ଚିହ୍ନ ହଉଛି ଏଇଟା ମନେ ରଖିଥିବେ ଏଇଟା ହଉଛି ସିମ୍ବଲ। ତ ଷ୍ଟାଣ୍ଡାର୍ଡ ଡେଭିଏସନ ଇଜ ଇକ୍ୱାଲ ଟୁ ସमेସନ x ର ସ୍କୋୟାର ବାଇ n ର ରୁଟ ଓଭର। ଏଟା ହଉଛି ଫର୍ମୁଲା ମନେ ରଖିଥିବେ ଯୋଉଟା ହଉଛି ଅନ୍ ଗ୍ରୁପ ଡାଟାର। ଅନ୍ ଗ୍ରୁପ ଡାଟା ଏଇଭଳିଆ ଦେଇଥିବ ହେଲା ଗ୍ରୁପ ହେଇକି ନ ଦେଇଥିବ ଯେମିତି 10 ରୁ 20 ଏମିତି କରିକି ଦେଇନଥିବ ହେଲା। ଏଟା ଦେଇଛି କଣ ସିମ୍ପଲ ଦେଇଛି 10, 10, 11, 12, 14, 13, 16, 19, 18, 17 ତ ସୂତ୍ର ପକେଇଦବା। ଆମେ ଦେଖିବା ଏଟାକୁ କେମିତି କାଲକୁଲେସନ କରିବାକୁ ପଡିବ। ତ ଆପଣଙ୍କୁ ଦେଖନ୍ତୁ ଏଠି ହଉଛି ଷ୍ଟାଣ୍ଡାର୍ଡ ଡେଭିଏସନ ମାନ ବିଚ୍ୟୁତି ବା ଆପଣଙ୍କର କହୁଛନ୍ତି ଆମେ x ହଉଛି ମାଧ୍ୟ ଠାରୁ ପ୍ରତ୍ୟେକ ଲବ୍ଧାଙ୍କର ବିଚ୍ୟୁତି ଆମେ ଚେକ୍ କରିବା। ଏସ୍ ସ୍କୋୟାର ହଉଛି କଣ? ନା x ର ବିଚ୍ୟୁତିର ବର୍ଗ କାଢିବା ଆମେ। ଆଉ ଡାଟା ଟୁ ତ କରିବା ଆମେ ଜାଣିପାରିବା। ତାପରେ ହେଲା କଣ ସमेସନ ଏସ୍ ସ୍କୋୟାର ବିଚ୍ୟୁତି ମାନଙ୍କର ବର୍ଗ ସମଷ୍ଟି କାଢିବା। ତାପରେ ହଉଛି n ହଉଛି ଲବ୍ଧାଙ୍କ ଗୁଡିକର ସଂଖ୍ୟା କାଢିବା। ତ ଆମେ ଧୀରେ ଧୀରେ କରିବା। ଆମେ ଫାଷ୍ଟ କଣ ଦରକାର? ସमेସନ x ବାଇ n ଦରକାର। କାହିଁକି ଦେଖନ୍ତୁ ଆପଣ ଯୋଉ ସୂତ୍ର ଦେଇଛି ଷ୍ଟାଣ୍ଡାର୍ଡ ଡେଭିଏସନ ସୂତ୍ର ଦେଇଛି ଆପଣଙ୍କର କଣ ନା ସମେସନ ଏସ୍ ସ୍କୋୟାର ବାଇ n ରୁଟ ଓଭର ଦେଇଛି। ଏଇଟା ହଉଛି ସୂତ୍ରଟା। ଆପଣ ଦେଖିପାରିବେ ଏଇଟା ହଉଛି ସୂତ୍ରଟା। ତେଣୁ ପ୍ରଥମେ ତ ସମେସନ x ବାଇ n କାଢିବାକୁ ପଡିବ ନା। ତ ସମେସନ x ଯୋଉ ଆପଣଙ୍କର ଦେଇଛି ସମେସନ x ମାନେ x ଗୁଡାକ ଦେଇଛି କେତେ 10, 11 ଏଗୁଡା ଦେଇଛି ଏଗୁଡା ସମେସନ କରିଦେଲେ ବାଇ 10 କରିଦେଲେ। ବାଇ 10 ମାନେ ନମ୍ବର କେତେ ଜଣ ଅଛନ୍ତି? 10 ଜଣ ଅଛନ୍ତି। ତ 100 ଏଟା ମିଶେଇଦେଲେ 140 ବାଇ 10 ହେଇଗଲା। ଏଟା ଦେଖିପାରିବେ 140 ବାଇ 10 ଏକୁ ଡିଭାଇଡ କରିଦେଲେ ଆପଣ କେତେ ହେଲା 14 ବାହାରିଲା। ତ 14 ଯୋଉ ବାହାରିଲା ଏବେ ଆମେ କଣ କରିବା? ତାକୁ କଣ କରିବା ନା ଆମେ କଣ କାଢିବା? ନା ଷ୍ଟାଣ୍ଡାର୍ଡ ଡେଭିଏସନ କାଢିବା। ତେଣୁ ଷ୍ଟାଣ୍ଡାର୍ଡ ଡେଭିଏସନ କାଢିବାକୁ ହେଲେ ଆପଣଙ୍କୁ ଜାଣିବା ଦରକାର ଯେ ତାପରେ ମାଧ୍ୟମ ଠାରୁ ପ୍ରତ୍ୟେକ ଏଟା ଆପଣ କଣ ବାହାରିଗଲେ ମାଧ୍ୟ ମାନେ ମିନ୍ ବାହାରିଗଲା। ଏଟା ଆପଣ ସमेସନ x ବାଇ n ମାନେ ଆମେ କଣ କହୁଛେ ନା ମିନ୍ କହୁଛନ୍ତି। ଏଟାକୁ ମିନ୍ କହୁଛନ୍ତି ଆମେ ଜାଣିଛନ୍ତି। ମିନ୍ ର ସୂତ୍ର ସमेସନ x ବାଇ n। ଫାଷ୍ଟ ମିନ୍ କାଢିବା। ତାପରେ ଆମେ କଣ କରିବା ନା ମାଧ୍ୟମ ଠାରୁ ପ୍ରତ୍ୟେକ ଲବ୍ଧାଙ୍କର ବିଚ୍ୟୁତି କରିବା। ମାନେ ବିଚ୍ୟୁତି କରିବା। ଷ୍ଟାଣ୍ଡାର୍ଡ ଡେଭିଏସନ ମାନେ କଣ? ବିଚ୍ୟୁତି ମାନେ ମାଇନସ କରିବା। କିପରି? ନା 14 ବାହାରିଲା 14 ରୁ 10 ଗଲା। 14 ରୁ ଆପଣଙ୍କର ନା 10 ରୁ 14 ଗଲା। 10 ରୁ ଯେତେବେଳେ ଆପଣଙ୍କର 14 ଯିବ ସେତେବେଳେ ଆପଣ -4 ହେଲା। ସେଟା ମନେ ରଖିଥିବେ। ତାପରେ 10 ରୁ ଆପଣ କଣ ମାଧ୍ୟ ପ୍ରତ୍ୟେକ ଲବ୍ଧାଙ୍କର ବିଚ୍ୟୁତି ନିର୍ଣ୍ଣୟ କରାଯିବ ହେଲା। ବୁଝିପାରିଲେ? ତାପରେ ହେଲା କଣ? ନା ଆପଣଙ୍କର 11 ରୁ 14 ଗଲା। ଆପଣ -3 ରହିବ। 12 ରୁ ଆପଣଙ୍କର 14 ଗଲା 2 -2 ରହିବ। 14 ରୁ 14 ଗଲେ 0 ରହିବ। ପୁଣି 14 ରୁ ଆପଣଙ୍କର 13 ଗଲା -1 ମାନେ 13 ରୁ 14 ଗଲା -1। ଆପଣ 16 ରୁ 14 ଯିବ ଆପଣଙ୍କର ପ୍ଲସ ମାନେ ଆପଣ ଖାଲି 2 ରହିବ। ଆପଣଙ୍କର ପୁଣି 19 ରୁ 14 ଗଲା ଆପଣଙ୍କର 5 ରହିବ। 18 ରୁ 14 ଗଲା 4 ରହିବ। 17 ରୁ 14 ଗଲା ଆପଣଙ୍କର ହଉଛି କେତେ? 3 ରହିବ। ଏଇଗୁଡାକ ହଉଛି ଆପଣଙ୍କର କଣ? କାଢିଦେଲେ ଯୋଉଟା କି ଆମେ କହୁଛନ୍ତି କଣ? ବିଚ୍ୟୁତି କରିଦେଲେ ଆମେ ତାକୁ ମାଇନସ କରିଦେଲେ କେତେରୁ? ଆପଣଙ୍କ ମିନ୍ ରୁ ବା ମାଧ୍ୟରୁ ବିଚ୍ୟୁତ କରିଦେଲେ। ତାପରେ ଆମେ କଣ କଲେ ଏଗୁଡାକ ଯୋଉ ବାହାରିଲେ ତା ଏସ୍ ସ୍କୋୟାର କାଢିବାର ଅଛି। ପୁଣି ଏସ୍ ସ୍କୋୟାର କାଢିବାର ଅଛି ନା। ତ ଏସ୍ ସ୍କୋୟାର ର ସୂତ୍ର କଣ ଥିଲା? ନା ବିଚ୍ୟୁତିର ବର୍ଗ କାଢିବା। ଯୋଉ ବିଚ୍ୟୁତି ହବ x କଣ? ନା ଆପଣ ପ୍ରତ୍ୟେକ ଲବ୍ଧାଙ୍କର ବିଚ୍ୟୁତି କରିବା। x ଆମେ କାଢି ଦେଇଥିଲେ। x ଗୁଡାକ ଆପଣ ବାହାରିଗଲା କଣ? -4 ଆପଣଙ୍କର ଆପଣଙ୍କର -4 -3 -2 0 -1 +2 +5 +4 +3 ଏଇଗୁଡାକ ଆମେ କାଢିଦେଇଛେ x କାଢିଦେଲେ x କାଢିଦେଲା ପରେ ତାର ସ୍କୋୟାର କରିଦବା। ତ 4 ର -4 ର ସ୍କୋୟାର କେତେ? 4 ର ସ୍କୋୟାର କେତେ? 16 ଏଠି ଆଉ ସ୍କୋୟାର କାଲେ ଆଉ ଆପଣଙ୍କର ମାଇନସ ରହିବନି। ଗଲା ଆପଣଙ୍କର ହଉଛି କଣ? ନା ଆପଣ ପୁଣି ଆପଣଙ୍କର 4 ର ସ୍କୋୟାର କେତେ? ଆପଣଙ୍କ -4 ର ସ୍କୋୟାର 16 ହେଇଗଲା। 4 × 16 ତାପରେ 3 3 9 ଆପଣଙ୍କର ଦେଖନ୍ତୁ ଏଇଟା ହଉଛି କଣ? ଆପଣଙ୍କ 9 ବାହାରିଗଲା ତା ସ୍କୋୟାର। ତାପରେ 0 ର ସ୍କୋୟାର ହଉଛି କେତେ? 0 -2 ର ସ୍କୋୟାର ହଉଛି କେତେ? 4 2 ଦୁନେ 4 ଆପଣଙ୍କର। ତାପରେ 1 ର ସ୍କୋୟାର ହିଁ 1 1 କେ 1 ତାପରେ ହଉଛି 2 ର ସ୍କୋୟାର ହଉଛି 4 ତାପରେ 5 5 25 25 5 ର ସ୍କୋୟାର ହଉଛି 25 ତାପରେ 4 4 16 ଆପଣଙ୍କ 16 ରହିଲା 4 ର ସ୍କୋୟାର ତାପରେ 3 3 9 9 ରହିଲା। ଏବେ ଆମେ ସमेସନ
ସମେସନ x ସ୍କ୍ୱାର ପକେଇଦବା। କଣ ନା ଆପଣ ସୂତ୍ର ଅନୁସାରେ ସମେସନ s ସ୍କ୍ୱାର x ସ୍କ୍ୱାର ଗୁଡା ପାଇଗଲେ ସବୁ ଏଇଗୁଡାକ। ସମେସନ s ସ୍କ୍ୱାର ପକେଇଦବା। ତାମାନେ ଏକୁ ସବୁ ମିଶେଇ ଦେଲା ପରେ ଆପଣଙ୍କର ସମେସନ କଲା ପରେ କେତେ ବାହାରୁଛି ନା ଆପଣ ବିଚ୍ୟୁତିର ବର୍ଗ ସମଷ୍ଟି ହେଉଛି କେତେ ନା ଆପଣଙ୍କର 100 ବାହାରିଲା। ତାମାନେ n କେତେ 10 ତାହେଲେ 100/10 ଇଜ ଇକ୍ୱାଲ ଟୁ 10 ବାହାରିଗଲା। ପୁଣି ଆପଣଙ୍କର ଏଠି କଣ ରୁଟ ଓଭର ଦେଇଛି ତାମାନେ ସମେସନ s ସ୍କ୍ୱାର ବାଇ n ଆପଣ 10 ବାହାରିଗଲା। 10 ର ରୁଟ ଓଭର ହଉଛି କେତେ ନା 3.33 ହଉଛି। ତାମାନେ ଏଇ ଲବ୍ଧାଙ୍କର ମାନ ବିଚ୍ୟୁତି ହଉଛି କେତେ ନା ଆପଣଙ୍କର ହଉଛି 3 ଡେଟାଟି ଦେଲା ଡେଟାର ହଉଛି ଷ୍ଟାଣ୍ଡାର୍ଡ ଡିଭିଏସନ କାଢିଲେ କେତେ ନା 3.3। ତ ମନେ ରଖିଥିବେ ଏମିତି କ୍ୱେଶ୍ଚନ ସିମ୍ପଲ କ୍ୱେଶ୍ଚନ ହିଁ ପଚାରିବ। ଏଟା ପଚାରିବ ଆପଣ ସଙ୍ଗେ ସଙ୍ଗେ କାଲକୁଲେସନ କରିବେ। ଯଦି ଫର୍ମୁଲା ପଚାରିଲା ତ ଆପଣ ଆରାମସେ କରିପାରିବେ। ପୁଣି ଆପଣଙ୍କର ଗୋଟେ ଦେଇଛି କଣ ନା କାଲକୁଲେସନ ତ ଏଟା ହଉଛି ଗ୍ରୁପ ଡାଟା ବା ଆପଣ ଗ୍ରୁପ ଡାଟାରେ କରିପାରିବେ। ଏଟା ହଉଛି ସେଇଭଳିଆ ଆପଣ ଗ୍ରୁପ ଡାଟା ଦେଇଥିବ ଯୋଉଠି ଆପଣଙ୍କ ଦେଇଥିବ କଣ ସମେସନ fx ସ୍କ୍ୱାର f ଦେଇଥିବ ଆପଣ ଏ ଡାଟାଟି କରିପାରିବେ। ଏଟା ବହୁତ ଇଜି ଜିନିଷ ଆପଣ ଭଲ ଭାବରେ ଦେଖନ୍ତୁ କରିପାରିବେ ହେଲା। ତାପରେ ଆପଣଙ୍କର ମାନ ବିଚ୍ୟୁତି ନିରୂପଣ କରାଯାଏ କେତେବେଳେ ନା ଅପେକ୍ଷିତ ସ୍ଥିର ବିଚ୍ଛୁରଣ ମାପକ ଆବଶ୍ୟକ ହୋଇଥାଏ। ମାନେ ଅପେକ୍ଷିତ ସ୍ଥିର ଦେଇଥିବ କିନ୍ତୁ ବିଚ୍ଛୁରଣ ହେଇକି ପଡୁଥିବ ମାନେ ବିଭିନ୍ନ ପ୍ରକାର ଡେଟା ଦେଇଥିବ ହେଲା। ତାପରେ ଦେଇଛି କଣ ନା ପ୍ରାନ୍ତୀୟ ଲବ୍ଧାଙ୍କର ବିଚ୍ୟୁତି ବାଦ ନ ଦେଇ ସମଗ୍ର ବିସ୍ତୃତି ବିଚ୍ଛୁରଣ ମାପକ ଆବଶ୍ୟକ ହୋଇଥାଏ। ତ ଏ ମାଧ୍ୟମରେ ଆପଣ କରିପାରିବେ ପ୍ରାନ୍ତୀୟ ଲବ୍ଧାଙ୍କର କଣ ନା ବିଚ୍ୟୁତିକୁ ବାଦ ନ ଦେଇ ସମଗ୍ର ବିସ୍ତୃତିକୁ ବିଚ୍ଛୁରଣ ମାପକ ଆବଶ୍ୟକ ବି ହୋଇଥାଏ। ତ ଆମେ କାଢିଲେ କଣ ନା ଆମେ ବିଚ୍ୟୁତି କରିକି ଆପଣ ଯୋଉଟା କି ତାର ସ୍କ୍ୱାର କରିକି କାଢିଲେ ସେଇଟାକୁ ବୁଝୁଛି। ତାପରେ ଲବ୍ଧାଙ୍କ ଗୁଡିକର ସହ ସମ୍ବନ୍ଧ କୋରିଲେସନ ବି ଆମେ କାଢୁଛନ୍ତି। ଅନ୍ୟ ପରିସଂଖ୍ୟାନ ମୂଳକ ଗଣନା ଆବଶ୍ୟକ ହୋଇଥାଏ। ତ କୋରିଲେସନ କରିକି ବି ଆମେ କାଢିଲେ କାହିଁକିନା ମିନ୍ ମାଧ୍ୟମରେ ଆମେ କାଢିଲେ ଏଟା ବୁଝଉଛି। ତ ଆଶା କରୁଛି ଏଇ କ୍ଲାସଟି ଆପଣ ସମ୍ପୂର୍ଣ୍ଣ ରୂପେ ବୁଝିପାରିଥିବେ। ତ ଏଇ ପ୍ରକାର କ୍ୱେଶ୍ଚିନ ଆସିବ ଆପଣଙ୍କର ଏଇ କଣ୍ଟେଣ୍ଟରେ ଅଣ୍ଡରଷ୍ଟାଣ୍ଡିଂ ବେସ୍ କ୍ୱେଶ୍ଚିନ ଆସିପାରେ। ଆପଣଙ୍କର ଫ୍ୟାକ୍ଟ ବେସ୍ କ୍ୱେଶ୍ଚିନ ଆସିପାରେ। ଫର୍ମୁଲା ବା ଆପଣ ଗୋଟେ କାଲକୁଲେସନ ଦେଇଥିବ ଆପଣ ଫର୍ମୁଲା ମନେ ରଖିଥିବା ଦରକାର କାଲକୁଲେସନ କରିବେ। ବା ଆପଣ ଡାଇରେକ୍ଟ ଫର୍ମୁଲା ପଚାରିଦବ ବା ଆପଣଙ୍କର ତାର ଆବଶ୍ୟକତା ବା ୟୁଜେସ୍ ବିଷୟରେ ପଚାରିବ। ତ ଆପଣଙ୍କର ମେଜର ଅଫ ସେଣ୍ଟର ଟେଣ୍ଡେନ୍ସି ଆଉ ଷ୍ଟାଣ୍ଡାର୍ଡ ଡିଭିଏସନ ହିଁ କ୍ୱେଶ୍ଚିନ ଆସୁଛି। ଆପଣ ସିଲାବସରେ ଅଛି। ଗଲା ପରେ କ୍ଲାସଟି କରନ୍ତୁ ବୁଝନ୍ତୁ ଆପଣ ପରୀକ୍ଷାରେ ସବୁ ଏମସିକ୍ୟୁ କୁ ଆରାମସେ କରିପାରିବେ। ଆଜି ପାଇଁ ଏତିକି ଧନ୍ୟବାଦ ସମସ୍ତଙ୍କୁ।